क्लास मझिरे कितने दिन लगला ना गैप क्लास लेनी नहीं ସେଇଟା ତମେ ଆଶା କଥା ପଢି ନଥିବ ଏକ୍ସାମ ସବୁ ଚାଲିଛି ନାଇଁ ନାଇଁ ତମେ ଗୋଟେ କ୍ଲାସରେ ଆସିନଥିଲ କି ଅଳ୍ପ ପିଲା ଆସିଥିଲେ ଯୋଉଦିନ ତମର ପଢା ହେଲା କୋଉଟା କହିଲ ଆପ୍ଲିକେସନ ରାଇଟିଂ ଟା ପଢା ହଉଥିଲା ଗୋଟେ ଚିଠି ଫିଠି ଲେଖା ଆସିଲ କିଏ କିଏ ଆସିଥିଲ ତମେ ଥିଲ ଅଳ୍ପ ପିଲା ଥିଲେ ଚିଠି ଲେଖା ପଢା ହଉଥିଲା ଯୋଉଦିନ ନାଇଁ ପତ୍ର ଲେଖନ କିଭଳିଆ ଲେଖାଯାଏ ସେଇଟା ଗାୟବ ହେଇଯାଇଥିଲା ଏକ୍ସାମ ଥିଲା କୋଉ ଏକ୍ସାମ ସରସୁପଦର ଝେଲମନଦୀ ସନ୍ଧ୍ୟାରେ ପଢା ହବ ଅଧା ପଢା ହେଇଛି ଝେଲମନଦୀ ସନ୍ଧ୍ୟା ନାଇଁ ସାହାର ପରୀକ୍ଷା ସମାଲୋଚନା ସରିଛି ପରୀକ୍ଷା ହେଇଥିଲା ନା ଲାଷ୍ଟ ଟାଇମ ତମର ସବୁ ଦେଇଛ ଖାତା ରେଜଲ୍ଟ ଜାଣିଛ ଜାଣିଛ ଭଲ ଲେଖିଛ 17 18 କେତେ 20 ଆଉଟ୍ ଅଫ୍ ତମେ ନା କାହିଁକି ପାଠ ପଢିନଥିଲ ତମେ ଦେଇନଥିଲ ତମେ ତମେ ଦେଇଛ ଦେଇଥିଲ କେତେ ବାବା ତେର ଦେଇଛ ତମେ 7 7 ତମ ନାଁ କଣ ଜୀବନ ବିମଲ 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 ତମେ କେତେ ତୁମେ ଦେଇନ ତୁମେ ମାନେ ତମେ ବି ଦେଇନ ତମେ ଦେଇନ ତୁମ ଆସ ତମେ ଏତେ ଖାତା ଦେଖିଛି ତୁମେ ମାନେ କଣ କେହି ଦେଇନ ଆଉ ସବୁ ଖୁବ ଭଲ ଦେଖିଛି ବହି ଅଛି ତ ସମସ୍ତଙ୍କ ପାଖରେ କେତେ ବଡ ହେଇଥିଲା ଗପ ଷ୍ଟାର୍ଟ ହେଇନଥିଲା ନା ତମର ଅଫିସ ରୁ ଫେରୁଛନ୍ତି ସିନେମା ଦେଖି ଯୋଉ କଲେଜ ପିଲାଟା ସିନେମା ଦେଖିକି ଫେରୁଛୁ ସେତେ ବାଟ ସେତିକି ସରିଛି ଆକାଶରେ ବିଜୁଳି ମେଘ ହେଇଛି ପଢା ସରିଛି ଆକାଶରେ ବିଜୁଳି ମେଘ ମେଘ ପରେ ଆକାଶ ଆକାଶ ମେଘ ମିଶାମ ସେଇଟା ହେଇଛି ନା ହେଇନି ସେଇଠୁ ଷ୍ଟାର୍ଟ ହବ ଠିକ ଏତିକି ସମୟ ଏତିକି ଯାହା ପଢା ହେଇଥିଲା ଥିଲା କଣ ଯେ ଦୃଶ୍ୟ ଗୁଡିକ ଲେଖକ ସବୁ ବର୍ଣ୍ଣନା କରିଥିଲେ କଣ କଣ ସବୁ ଦେଖିଛନ୍ତି ସେ ଯୋଉ ସୁନ୍ଦର ଦୃଶ୍ୟ ଗୁଡିକ କୋଉଠି ଡଙ୍ଗାରେ କିଏ ଘର କରିକି ବେପାର କରୁଛି ତ କୋଉଠି ପରିବାର ନେଇକି ରହିଛନ୍ତି କିଏ ତା ସ୍ତ୍ରୀ ଝାଡୁ କରି ଭିତର ଯିବାକୁ ଚାହୁଁଛି ଯେ ତାର ସ୍ୱାମୀ ଆସିଲାଣି କି ନାହିଁ ଆଉ କୋଉଠି କିଏ ଜଣେ ଡେଙ୍ଗା ହେଇକିନା ଲୋକଟେ ଧୂଆଁ ଟାଣୁଛି ତାପରେ ବନ୍ଧ ଉପରର ଦୃଶ୍ୟ ଆଚ୍ଛା କେତେଟା ପୋଲ ଗତି କରିବାକୁ ପଡେ ସେଠି ଥିଲା 7ଟି ପୋଲ ପ୍ରଥମ ପ୍ରାଚୀନ ପୋଲ ତା ନାଁ କଣ ଥିଲା ଆଲିକଦଲ ହଁ ଆଲିକଦଲ 1417 ଖ୍ରୀଷ୍ଟାବ୍ଦରେ ଅଲି ଅଲସାଙ୍କ ଦ୍ଵାରା ନିର୍ମିତ ହେଇଥିଲେ ସେଟା ସବୁଠୁ ପ୍ରାଚୀନ ସବୁଠୁ ଫାଷ୍ଟ ତିଆରି ହେଇଥିଲା ତାପରେ ଆହୁରି 6ଟା ମଧ୍ୟ ପୋଲ ତିଆରି ହେଇଛି ଯୋଉଟା କି 6ଟା ତାଙ୍କର ନାଁ ମଧ୍ୟ ଏଥିରେ ଲେଖା ଅଛି ତ ସେଇ ଯୋଉ ପୋଲ ଉପରେ ଦେଖିଛନ୍ତି କୋଉଠି ଟାଙ୍ଗା ହେଇଛି ଯୋଉ ଘୋଡା ଗାଡି ଯାଉଛି ତ କିଏ ଅଫିସ ରୁ ଫେରୁଛନ୍ତି କିଏ ବଜାରରୁ ସଉଦା ଧରିକି ଫେରୁଛନ୍ତି କିଏ ନମାଜ ପଢିବା ପାଇଁ ଯାଉଛନ୍ତି ୟା ନମାଜ ପଢିକି ଫେରୁଛନ୍ତି ତା ସହିତ ଇଏ ମନ୍ଦିରକୁ ଯାଉଛନ୍ତି ଏହା ଥିଲା ତାଙ୍କର ଉପରର ଦୃଶ୍ୟ ଗୁଡିକ ତାକୁ ଛାଡିକି ଆଉ ଗୋଟେ ଦୃଶ୍ୟଟିଏ ଯୋଉଟାକୁ ଲେଖକ ଷ୍ଟାଇଲ କରିକି ଲେଖିଛନ୍ତି କଲେଜ ପିଲା କଥା ସେ ଆଉ ଗୋଟେ ଦୃଶ୍ୟ ସବୁ ଗୋଟେ ଗୋଟେ ଦୃଶ୍ୟ ମାତ୍ର ଯେ ସେଠି ଲେଖିଛନ୍ତି ଯେ ଗୋଟେ କଣ ନିର୍ଭୟ ଭାବରେ କ୍ୟାରଲେସ୍ ଭାବରେ ଗୋଟେ ପୁଅ ପିଲାଟେ ସୁଟ ବୁଟ ପିନ୍ଧିକିନା ସେଇ ପୋଲ ଉପରେ ଯାଉଛି ଏବଂ ଘରେ ଗୋଟେ ବେପରୁଆ ଭାବ କଣ କେୟାରଲେସ୍ ଭାବ କିଛି ମାନେ ଡର ନାହିଁ କାହାକୁ ନିର୍ଭୟ ଭାବ ଆଉ ପାଟିରେ ରଖିଛି ଗୋଟେ ସିଗାରେଟ ଖାଇ ଖାଇକା ତରବର ହେଇ ପକେଇ ଚାଲୁଛି ସତେ ଯେମିତି ସିଏ ସିନେମା ଦେଖିବାକୁ ଯାଉଛି ବୋଲି ଲେଖକ ମାନେ ଭାବୁଛନ୍ତି ସତେ ଯେମିତି ସିଏ ସିନେମା ଦେଖିବା ପାଇଁ ଯାଉଛି ଏଇଠୁ ଥିଲା ତାପରଠୁ ପଢା ହବ ଆକାଶରେ ବିରଳ ମେଘ ଏପଟେ ଆଉ ଇଏ ଥିଲା ତମର
ଡଙ୍ଗାରେ ଲେଖକ ବସିଛନ୍ତି, ଡଙ୍ଗାର ଚତୁଃପାର୍ଶ୍ୱରେ ସେ ନଦୀର ଚତୁଃପାର୍ଶ୍ୱର ଦୃଶ୍ୟ ଥିଲା, ପୋଲ ଉପରର ଦୃଶ୍ୟ ଥିଲା। ଏବେ ପୁଣି କୋଉ ଦୃଶ୍ୟକୁ ଲେଖକ ଟିକେ ନଜର ପକାଉଛନ୍ତି, ଯୋଉ ପାଣିରେ ପାଣିରେ କିରଣ ଗୁଡିକ ଚନ୍ଦ୍ର କିରଣ ପଡିଛି, ସୂର୍ଯ୍ୟଙ୍କର ସୂର୍ଯ୍ୟ ଅସ୍ତଗାମୀ ସନ୍ଧ୍ୟା ସମୟ ନା, ଅସ୍ତଗାମୀ ସୂର୍ଯ୍ୟଙ୍କର କିରଣ ପଡିଛି, ତା ସହିତ ଯେତେବେଳେ ସୂର୍ଯ୍ୟଟି ଅସ୍ତ ହେଇଯିବ ତାପରେ କଣ ଜହ୍ନ ଆସିବ, ଜହ୍ନ ଲାଇଟରେ ସନ୍ଧ୍ୟା ସମୟର ଦୃଶ୍ୟ ସେଇଟା ସବୁ ବର୍ଣ୍ଣନା କରିଛନ୍ତି। ଏବେ ଜହ୍ନଟି କଣ କରୁଛି କାହିଁକିନା ପୂର୍ବରୁ ଆମେ ପଢିଥିଲେ ଯୋଉ ନାଲି ରଙ୍ଗର ସବୁ ଦେଖାଯାଉଥିଲା ପାଣିଟି, କାହିଁକି ନା ଅସ୍ତଗାମୀ ସୂର୍ଯ୍ୟଙ୍କର ସୁନେଲି କିରଣଟା ଯେତେବେଳେ ପାଣିରେ ପଡିଛି ତା ସହିତ ଲାଇଟ ପୋଷ୍ଟ ଲାଇଟ ର ଯୋଉ ଲାଇଟ ଗୁଡାକ ପଡିଛି, ଲାଲ ଲାଲ ଦେଖାଯାଉଛି ପାଣି, ସତେ ଯେମିତି ଦ୍ରୌପଦୀର କେଶ ବନ୍ଧନ ଆଜି ସତେ ଯେମିତି, ଆଉ ସେଇ ସମୟଟି କଟିଗଲା ଅର୍ଥାତ୍ ସୂର୍ଯ୍ୟ ଅସ୍ତ ହେଇଗଲେ। ତ ପୁଣି ଦେଖୁଛନ୍ତି ଉପରର ଦୃଶ୍ୟ, ମାନେ ଆକାଶରେ କଣ ଦେଖାଯାଉଛି, ଆକାଶରେ ବିରଳ ମେଘ ମାନେ କ୍ୱଚିତ ମେଘ କୋଉଠି କୋଉଠି ଟିକେ ଟିକେ ଦେଖାଯାଉଛି, ପୁରାପୁରି କୋଉଠି ମେଘ ଉଠେଇ ଦେଇଛି ତା ନୁହେଁ, ସେଠି ଦୃଶ୍ୟ ଥିଲା ଆକାଶରେ ହାଲକା ହାଲକା କୋଉଠି ନା କୋଉଠି କ୍ୱଚିତ ମେଘ ଦୃଷ୍ଟିଗୋଚର ହଉଛି, ଏବଂ ମେଘ ପରେ ଆକାଶ, ଆକାଶ ପରେ ମେଘ ମିଶାମିଶି, ଅର୍ଥାତ୍ କୋଉଠି ମେଘ ଆକାଶ ଉପରେ ଦେଖାଯାଉଛି ତ କୋଉଠି ସତେ ଯେମିତି ଆକାଶ ତଳେ ଲୁଚି ଯାଇଛି ମେଘଟି, ସେମିତି ଝାପ୍ସା ଝାପ୍ସା ମେଘ ଗୁଡିକ ଦେଖାଯାଉଛି। ଏବଂ ସେଇ ଦୃଶ୍ୟରେ ସୂର୍ଯ୍ୟ ନଦୀର ଜଳକୁ ନଇଲେ, ସନ୍ଧ୍ୟା ଢେଉ ଉପରେ ଗୋଲାପୀ ପାଦ ଚିପି ସତେ ଆମ ଆଡକୁ ଆସିଲା, ତାର କନକ ହାତର କୁହୁକ ସ୍ପର୍ଶରେ ମନ ଚକିତ ଚଞ୍ଚଳ ହେଲା। ଆଉ ସେଇ ସମୟରେ ସୂର୍ଯ୍ୟ କଣ କଲେ, ନଦୀର ଜଳକୁ ନଇଲେ। ଏଇଟା କଣ କହିଛି, ତୁମର ଯୋଉ ଚକ୍ରବାଳରେ ବା ଯୋଉ ଦୂର ଦିଗନ୍ତରେ ଯେତେବେଳେ ଆମେ ଗୋଟେ ଜଣକୁ ଚାହିଁଥାଉ ଦୂର ଜାଗାରେ, ଲାଗେ ସତେ ଯେମିତି ସୂର୍ଯ୍ୟଟା ସେଇଠି ବୁଡିଗଲେ ବୋଲି, ନାଇଁ ତାକୁ ଚକ୍ରବାଳ ବୋଲି କୁହାଯାଏ। ସିଧା ଯେତେ ବାଟ ଯାଏ ମୋ ଆଖିକୁ ଦେଖା ଯାଉଥିବ, ଯେମିତି ତମେ ଗୋଟେ ଫାଙ୍କା ଏରିଆରେ ଠିଆ ହେଇଛ, ତମକୁ ଲାଗେ କି ଆକାଶ ସେଇଠି ନଇଁ ଯାଇଛି କି, ତାପରେ ଯେତେବେଳେ ସେଇ ଜାଗାକୁ ଯିବ ଖାଲି ପୁଣି ଲାଗିବ ଆଉ ଟିକେ ଆଗକୁ ଆକାଶ ସେଇଠି ନଇଁ ଯାଇଛି କି। ଠିକ ସେମିତି ଯେତେବେଳେ ସୂର୍ଯ୍ୟ ଅସ୍ତ ହୁଅନ୍ତି, ତମେ ଯଦି ଗୋଟେ ନଈ ପଟରେ ଠିଆ ହେଇଥାଅ, ଦୂର ଜାଗାରେ କି ସମୁଦ୍ର କୂଳରେ ଠିଆ ହେଇଥାଅ, ସତେ କି ଲାଗେ ସୂର୍ଯ୍ୟଟା ଯାଇକିନା ସେ ସମୁଦ୍ର ଭିତରେ ବୁଡିଗଲେ, ନାଇଁ ସେମିତି ଲାଗେନି? ଠିକ ସେମିତି ଲେଖକ ଏଠି ମଧ୍ୟ ଭାବୁଛନ୍ତି ଯୋଉ ନଦୀଟି ବହି ଯାଇଛି, କୋଉ ନଦୀର କଥା ଏଠି କୁହାଯାଇଛି, କୋଉ ନଦୀ, ଝେଲମ ନଦୀ। କୋଉଠି ଅବସ୍ଥିତ ସେଟା, ଠିକ। ତ ସେଇ ଝିଲମ ନଦୀ ଯେହେତୁ ପାଣି ଗୁଡିକ ବହୁତ ସାରା ପାଣି ସେଠି ସବୁବେଳେ ସୁନାବେର ପରିପୂର୍ଣ୍ଣ ପାଣି, ତ ସେଇ ଜାଗାରେ ସତେ ଲେଖକ ତାର ଅପର ବର୍ଷରେ ଯୋଉ ଡଙ୍ଗାରେ ଯାଉଛନ୍ତି, ଦୂରକୁ ଦେଖାଯାଉଛି ପୂର୍ବ ଦିଗରୁ ପଶ୍ଚିମ ଆଡକୁ ଯାଉଛନ୍ତି, ଦେଖାଯାଉଛି ଲେଖକଙ୍କୁ ଦେଖାଯାଉଛି ସୂର୍ଯ୍ୟ ସତେ ଯେମିତି ନଦୀରେ ଆସିକି ବୁଡି ଗଲେଣି, ଅର୍ଥାତ୍ ଜଳକୁ ନଇଲେଣି। ସୂର୍ଯ୍ୟ ବୁଡିଗଲେ କଣ ହବ, ସନ୍ଧ୍ୟା ଆସିବ। ସୂର୍ଯ୍ୟ ଯେପର୍ଯ୍ୟନ୍ତ ନ ବୁଡିଥାଏ ସନ୍ଧ୍ୟା ନଥାଏ, ସନ୍ଧ୍ୟା ଆସେ କି? ସୂର୍ଯ୍ୟ ବୁଡିଗଲେ ଦିନ ସରିଗଲେ ସନ୍ଧ୍ୟା ଆସେ, ତେଣୁ ସନ୍ଧ୍ୟା ଢେଉ ଉପରେ ଗୋଲାପୀ ବାଦ ଚାଲି ସନ୍ଧ୍ୟା ଆମ ଆଡକୁ ଆସିଲା। ସନ୍ଧ୍ୟାଟି ଯେତେବେଳେ ହେଇ ହେଇ ଆସୁଛି, ସେଇ ଦୃଶ୍ୟଟିକୁ କହୁଛନ୍ତି ସନ୍ଧ୍ୟା ଢେଉ ଉପରେ, ସେଇ ଯୋଉ ପାଣିରେ ସେ ଯାଉଛନ୍ତି, ପାଣିର ଯୋଉ ଢେଉରେ ସତେ ଯେମିତି ଗୋଲାପୀ ପାଦ ଚାଳି, ଅର୍ଥାତ୍ ଚାଳି ହେଲେ ଚାଳନ କରି, ତାର ଯୋଉ ଗୋଲାପୀ ରଙ୍ଗର ପାଦକୁ ଚାଳନ କରିକି ଚାଲି ଚାଲିକି ଗୋଲାପୀ ପାଦରେ ସିଏ ଆମ ଆଡକୁ ସତେ ଯେମିତି ଆସୁଛି, ତାର ଦୃଶ୍ୟ ଏଠି ଥିଲା, ସତେ ଆମ ଆଡକୁ ସିଏ ଆସିଲା। ତାର କନକ ହାତର ସ୍ପର୍ଶର, ତାର କନକ ହାତର କୁହୁକ ସ୍ପର୍ଶରେ ମନ ଚକିତ ହେଇଗଲା। ଆଉ ତାର କନକ ହାତ, କନକର ଅର୍ଥ ଥିଲା ସୁନା, ସୁନାର ହାତର କୁହୁକ ସ୍ପର୍ଶରେ, କୁହୁକ ସ୍ପର୍ଶ କଣ କରୁଛି, ମ୍ୟାଜିକ ଯୋଉଟା ଛୁଇଁଦେଲେ ଚେଞ୍ଜ ହେଇଯିବ ସେଇଭଳି। ତ ସେଇଟା ଲାଗୁଛି ସତେ ଯେମିତି ଯେତେବେଳେ ତମର ଚନ୍ଦ୍ରଟି ଉଦୟ ହୁଏ, ମାନେ ସରି ସୂର୍ଯ୍ୟ ବୁଡିଗଲେ ଜହ୍ନ ଉଦୟ ହେଲା, ତାହେଲେ କଣ ହବ, ଜହ୍ନ ଉଦୟ ହେଲେ ସନ୍ଧ୍ୟା ଆସିଗଲେ, ଗୋଧୂଳି ପରବର୍ତ୍ତୀ ସମୟଟା କେମିତି କେମିତି ଦେଖାଯାଏ, ଏକାଥରେ ପୁରା ଗୋଟ ଗୋଟ ଅନ୍ଧକାର ଥିବ, ଇସତ ଅନ୍ଧକାର ହେଇ ହେଇ ତାପରେ କଳା ହେଇଯାଏ। ତ ସେଇ ଯୋଉ ହାଲକା ହାଲକା ଅନ୍ଧକାରଟିକୁ ଲେଖକ ବର୍ଣ୍ଣନା କରିଛନ୍ତି, ସତେ ଯେମିତି ସେ ସନ୍ଧ୍ୟା ସମୟଟି କଣ କରିଛି, ତାର ସୁନାର ହାତ, କନକ ହାତ ହେଲା ସୁନାର ହାତର ମ୍ୟାଜିକ ସ୍ପର୍ଶ, କୁହୁକ ସ୍ପର୍ଶରେ ତାଙ୍କ ଆଡକୁ ମାଡି ଆସିଲା, ଏବଂ ସେଇ ମାଳି ଆସିବା, ସେ ଯୋଉ ସନ୍ଧ୍ୟାଟିକୁ ଦେଖିକି ସୂର୍ଯ୍ୟ ଅସ୍ତ ହେଇଯାଉଛନ୍ତି, ସୂର୍ଯ୍ୟ ଅସ୍ତ ବେଳାରେ ଶେଷ ସମୟରେ ସୂର୍ଯ୍ୟ ପୁରାପୁରି ଡୁବି ନାହାନ୍ତି, ବୁଡିବାକୁ ଯାଉଛନ୍ତି, ସେତିକି ବେଳେ ସୂର୍ଯ୍ୟ ଯେତେବେଳେ ବୁଡି ଯାଆନ୍ତି ତାଙ୍କ ରଙ୍ଗ କେମିତି ଦେଖାଯାଏ, କେମିତି ଦେଖାଯାଏ, ହଁ ରେଡିଶ ରେଡିଶ ନାଇଁ, ସବୁ ମିଶାମିଶି କମଳା ଲାଲ ସବୁ ଗୋଟେ କଲର ଆସେ, ତ ସେଇଭଳି ଦେଖାଯାଉଛି। ଏବଂ ସେଇଟାକୁ ସୁନାର ରଙ୍ଗ, ସୁନେଲି ରଙ୍ଗ ବୋଲି କହୁଛନ୍ତି, ସେ ଯୋଉ ରଙ୍ଗ ଚାରିଆଡେ ସୂର୍ଯ୍ୟ ବୁଡି ଯାଉଛନ୍ତି, ତାଠୁ କିରଣ ବିଚଳିତ ହେଇକି ପଡିଛି, ସେଇ ରଙ୍ଗ ଗୁଡା କହୁଛନ୍ତି ସୁନାର ହାତ ସତେ ଯେମିତି ଦେଖାଯାଉଛି, ଆମକୁ ସ୍ପର୍ଶ କଲା। ଆଉ ତା ତରଳ ସୁବର୍ଣ୍ଣ ସ୍ରୋତରେ ସୁବର୍ଣ୍ଣ ତଳି, ସେଥିରେ ବସିଲା ସନ୍ଧ୍ୟା, କାଶ୍ମୀର କିଶୋରୀ ପରି ସୁନ୍ଦରୀ। କାଶ୍ମୀର କିଶୋରୀ ପରି ସୁନ୍ଦରୀ ଏଇଠି ସନ୍ଧ୍ୟାକୁ କୁହାଯାଉଛି ହେଲା। ସନ୍ଧ୍ୟା ହେଉଛି କାଶ୍ମୀର ପରି କିଶୋରୀ ପରି ସୁନ୍ଦରୀ। ତେବେ କାଶ୍ମୀରର କିଶୋରୀ ମାନେ, ମାନେ ନବ ତରୁଣୀ ମାନେ, ଝିଅ ପିଲାମାନେ ସବୁଠୁ ସୁନ୍ଦର ହେଲା। ସାଧାରଣତଃ ଆମର ସମସ୍ତଙ୍କର ମନରେ ଥାଏ ଯେ କାଶ୍ମୀର ଝିଅ ଗୁଡାକ ବେଶୀ ସୁନ୍ଦର,
କାହିଁକି ଥାଏ? ଯଦି ଆମେ ସୁନ୍ଦର କରାଯାଉଛି, ଯଦି ସେଇଟା ଚିକ୍ ଚିକ୍ ଦେଖାଯାଉଥିବ, ସଫା ପୁରା ଗୋରା ହେଇଥିବ, ହାତ ଗୋଡ ପୁରା ମୁଲାୟମ ହେଇଥିବ, ଟିକେ ମାନେ ରାଞ୍ଚୁଡା ରାଞ୍ଚୁଡା ଯୋଉ ନଥିବ, ରାସ୍ ନଥିବ, ସେ ସାଧାରଣତଃ ଥଣ୍ଡା ପରିବେଶରେ ସେଇଟା ଭଲ ରହିବ। ନାଇଁ ଅଲଗା ପରିବେଶ ଥଣ୍ଡା, ଆମର ଏଠି ଯେହେତୁ ଆମର ଗରମ ମାନେ ଗୋଟେ ଏନଭାରମେଣ୍ଟରେ ଆମ ଶରୀର ଆଡଜଷ୍ଟ ହେଇଗଲାଣି, ତେଣୁ ଆମକୁ ଶୀତ ଗଲେ କଣ ହଉଛି ସ୍କିନ୍ ଫାଟୁଛି ଇଏ ହଉଛି। କିନ୍ତୁ ଯୋଉମାନେ ସବୁବେଳେ ଶୀତ ଥଣ୍ଡାରେ ରହିଲେଣି ତାଙ୍କ ସ୍କିନ୍ ଟା ବହୁତ ଭଲ। କାଶ୍ମୀରରେ ସବୁବେଳେ ବରଫ ପଡେ, ସେଠି ଥଣ୍ଡା, ତେଣୁକରି ସେଠି ଯୋଉମାନେ ବାସ କରନ୍ତି ତାଙ୍କର ପୁରା ଛୋଟ ବେଳକୁ ସେଇ ଜଳବାୟୁ ସହିତ ସେମାନେ ଆକ୍ୱେଣ୍ଟେଡ ଥାନ୍ତି, ସେମାନେ ସେଇ ଜଳବାୟୁ ସହିତ ଖୁବ ପରିଚିତ। ପିଲା ବେଳରୁ ସେମାନେ ଥଣ୍ଡା ଦିନ କହିଲେ ଗରମ ତାଙ୍କ ଦେହରେ ବାଜିଲେନି, କିନ୍ତୁ ସେମାନେ ଯଦି ଗରମ ଜାଗାକୁ ଆସିବେ ତାଙ୍କର ବେଶୀ କ୍ଷତି ହବ। ତ ତେଣୁ କରିକି ସେଥିପାଇଁ ସେମାନେ ସୁନ୍ଦର ଥାନ୍ତି, ତାଙ୍କ କଲର କଳା ରଙ୍ଗ କେମିତି ହେଇଯାଏ? ସୂର୍ଯ୍ୟ କିରଣ ପଡିଲା, ସବୁବେଳେ ଖରାରେ ବୁଲିଲ, ସ୍କିନ୍ ଟ୍ୟାନ୍ ହେଇଗଲା, କଳା ପଡିଗଲା ଶରୀର। ତାଙ୍କର କଣ ପାଇଁ? ସବୁବେଳେ ତ ଥଣ୍ଡା, ବଢିଆ ମୁଲାୟମ ଜାଗା, ତେଣୁକରି ସେ ସବୁ ଚିକିଣିଆ ଚିକିଣିଆ ଥାନ୍ତି। ସେଇଥିପାଇଁ ଲେଖକ ଏଠି କାଶ୍ମୀର କିଶୋରୀ, ଯୋଉ କାଶ୍ମୀରର ନବ ଯୁବତୀ ମାନଙ୍କର ସୁନ୍ଦରତା ସହିତ ସନ୍ଧ୍ୟାକୁ ତୁଳନା କରିଛନ୍ତି। ତେଣୁ ସେଇଠି କହୁଛନ୍ତି ତରଳ ସୁବର୍ଣ୍ଣ ସ୍ରୋତରେ, ଆଉ ତରଳ ସୁବର୍ଣ୍ଣ ସ୍ରୋତ, ତରଳ ସୁନା, ସେ ଯୋଉ ପାଣିଟି, ଝେଲମ ନଦୀର ପାଣିଟି କଣ ପାଣିଆ, ପାଣିଆ ନୁହେଁ କି? ତରଳ ପଦାର୍ଥ ନା ସେଇଟା ଗୋଟେ ତରଳ। ତେଣୁ ତା ଉପରେ ଯେତେବେଳେ ସୁନେଲି ରଙ୍ଗଟା ପଡିଛି, ଅସ୍ତଗାମୀ ସୂର୍ଯ୍ୟଙ୍କର କିରଣଟା ସନ୍ଧ୍ୟା ଜଷ୍ଟ ହେଇ ଆସୁଛି, ସୂର୍ଯ୍ୟ ଅସ୍ତ ହେଇ ଯାଉଛନ୍ତି, ସେଇ ସମୟରେ ଯେତେବେଳେ ସୂର୍ଯ୍ୟ ପଶ୍ଚିମ ଦିଗରେ ଅସ୍ତ ହଉଛନ୍ତି, ତାଙ୍କର କିରଣ ଶେଷ କିରଣ ଗୁଡିକ ପାଣିରେ ଆସିକି ପଡିଛି, ସୁନେଲି ରଙ୍ଗର କିରଣଟି, ସେ ପାଣି ଗୁଡିକ ସୁନେଲି ରଙ୍ଗର ଦେଖାଯାଉଛି, ଅର୍ଥାତ ସୁବର୍ଣ୍ଣ ରଙ୍ଗର, ସୁନା ରଙ୍ଗର ଦେଖାଯାଉଛି। ସେଇ ଯୋଉ ସୁନା ରଙ୍ଗର ଦେଖାଯାଉଛି ପାଣିଟିକୁ ଲେଖକ ଏଠି କହୁଛନ୍ତି କଣ? ତରଳ ସୁନାର ସ୍ରୋତ। ମାନେ ସେ ଯୋଉ ସୁନାଟା ସତ ଯେମିତି ତରଳ ହେଇଯାଇଛି, ତରଳ ହେଇଗଲା କଣ ପାଣିଆ ହେଇଯାଇଛି, ପାଣିଆ ହେଇଯାଇଛି, ସେଟା ଗୋଟେ ସ୍ରୋତଟିଏ ବହି ଯାଇଛି, ଲେଖକଙ୍କ ମତ ଏଇଟା। କିନ୍ତୁ ପ୍ରକୃତରେ ସେଟା କଣ? ଯୋଉ ପାଣି, ପାଣିରେ ସୂର୍ଯ୍ୟଙ୍କର ଯୋଉ ଅସ୍ତଗାମୀ ସୂର୍ଯ୍ୟଙ୍କର ସୁନେଲି କିରଣ ପଡିକି ପାଣିଟି ଦେଖାଯାଉଛି ହଳଦିଆ ରଙ୍ଗର ବା ସୁନେଲି ରଙ୍ଗର। ସେଇ ହଳଦିଆ ରଙ୍ଗ ସୁନେଲି ରଙ୍ଗର ପାଣିଟିକୁ ଏଇଠି ତରଳ ସୁବର୍ଣ୍ଣ ବୋଲି ଲେଖକ କହୁଛନ୍ତି। ତ ସେଇ ତରଳ ସୁବର୍ଣ୍ଣ ମାନେ ସୁନା ତରଳ ହେଇକି ବହି ଯାଇଛି, ତା ଉପରେ କଣ ହଉଛି? ସୁବର୍ଣ୍ଣ ତରିଟିଏ, ତରି ହେଲା ନୌକା, ଆଉ ତାଙ୍କ ନୌକାକୁ ସେ ସୁବର୍ଣ୍ଣ ତରି ସହିତ ଏଥିପାଇଁ ତୁଳନା କରାଯାଇଛି। ଖାଲି ତ ସୂର୍ଯ୍ୟର ଯୋଉ ଅସ୍ତଗାମୀ ସୂର୍ଯ୍ୟଙ୍କ କିରଣଟା ପାଣିରେ ପଡିଛି ତା ନୁହେଁ, ତାଙ୍କର ନୌକାରେ ମଧ୍ୟ ପଡିଛି, ତାଙ୍କର ଯୋଉ ଡଙ୍ଗାଟି, ଡଙ୍ଗାରେ ମଧ୍ୟ ପଡିଛି, ସତେ ଯେମିତି ସେଇଟା ସୁନାର ତରି ବା ସୁନାର ଡଙ୍ଗା ଭଳି ଦେଖାଯାଉଛି। ସେଥିରେ ବସିଲା ସନ୍ଧ୍ୟା, ଆଉ ଦେଖାଯାଉଛି ସେଥିରେ ସନ୍ଧ୍ୟା ବସିଲା, ଅର୍ଥାତ ସନ୍ଧ୍ୟାର ଆଗମନ ହେଲା। ଏଇ ଯୋଉ ଦୃଶ୍ୟଟିକୁ ଲେଖକ ତାଙ୍କର ଢାଞ୍ଚାରେ ସାହିତ୍ୟିକ ଶବ୍ଦ ଦେଇକିନା, କଥା ହେଲା ସୂର୍ଯ୍ୟ ଅସ୍ତ ହେଇଗଲେ, ଠିକ ସୂର୍ଯ୍ୟ ଯେତେବେଳେ ଅସ୍ତ ହଉଛନ୍ତି, ତାଙ୍କର ସୁନେଲି ରଙ୍ଗର କିରଣ ଗୁଡିକ ପାଣିରେ ପଡିଛି, ନଦୀରେ ପଡିଛି, ଡଙ୍ଗା ଉପରେ ପଡିଛି, ଠିକ ସେଇ ସମୟରେ ସନ୍ଧ୍ୟାର ଆଗମନ ହଉଛି, ସନ୍ଧ୍ୟା ହାଲକା ହାଲକା ହେଇଯାଉଛି। ଏଇ ଦୃଶ୍ୟଟିକୁ ଲେଖକ ସାହିତ୍ୟିକ ଭାଷାରେ ବର୍ଣ୍ଣନା କରିଛନ୍ତି। ତେଣୁ କହୁଛନ୍ତି ସେଥିରେ ବସିଲା ସନ୍ଧ୍ୟା, ଅର୍ଥାତ ସେଇ ଯୋଉ ସନ୍ଧ୍ୟାଟି ସତେ ଯେମିତି ସେ ଡଙ୍ଗାରେ ବସିକି ଆସୁଛି, ଆଉ ଦେଖାଯାଉଛି କାଶ୍ମୀରର ସୁନ୍ଦରୀ ତରୁଣୀ ଭଳି, କାଶ୍ମୀର କିଶୋରୀ ପରି ସେ ସୁନ୍ଦରୀ। ତେଣୁ ଏଇଠି କାଶ୍ମୀର କିଶୋରୀ ପରି ସୁନ୍ଦରୀ କାହାକୁ କୁହାଯାଇଛି? ସନ୍ଧ୍ୟାକୁ। ଆଉ ତରଳ ସୁବର୍ଣ୍ଣ ସ୍ରୋତ କୋଉଟା? କ୍ୱେଶ୍ଚନ ଆସିବ, କୋଉଟା କାହା ସହିତ ତୁଳନା କରାଯାଏ ତମର? ହଁ, ସେ ଯୋଉ ସୂର୍ଯ୍ୟ ଅସ୍ତଗାମୀ ସୂର୍ଯ୍ୟଙ୍କର ସୁନେଲି ରଙ୍ଗ କିରଣ ପଡିଥିବା ପାଣିଟି। ତାପରେ ସୁବର୍ଣ୍ଣ ତରି କୋଉଟା? ତାର ମଧ୍ୟ କିରଣ ପ୍ରତି ସତେ ଯେମିତି ସୁନାର କିରଣ। ତ ତାପରେ ଇନ୍ଦ୍ରଜାଲ, ତାପରେ ଇନ୍ଦ୍ରଜାଲ ବଳରେ ତା ବାହୁକୁ ଲକ୍ଷେ ଗୁଣ କରି ଲମ୍ବାଇ ଦେଲା ସୁଦୂର ଶୈଳକୁ, ବୃକ୍ଷ ବୃକ୍ଷ ଫୁଟାଇଲା ଅଗ୍ନିର ଫୁଲ, ତୁଷାର ତୁଷାର ଢାଳିଦେଲା ଲୋହିତ ଦାସ। ପୁଣି କଣ ହେଇଛି? ସୂର୍ଯ୍ୟ ଯେତେବେଳେ ନଦୀ ଜଳକୁ ଧୀରେ ଧୀରେ ଢଳୁଛନ୍ତି, ଅର୍ଥାତ ଅସ୍ତ ହଉଛନ୍ତି, ସୂର୍ଯ୍ୟ ଯେତେବେଳେ, ଏକ୍ସାମ୍ପଲ ଦେବି, ଏଇଟା ଯଦି ଏପଟ କଥା ବୁଝେ, ଏକ୍ସାମ୍ପଲ ଦେବି, ତମର ପୂର୍ବ ହେଲା, ଏଇଟା ପଶ୍ଚିମ, ସୂର୍ଯ୍ୟ ଏମିତି ଏମିତି ଗଲା, ଏଇଠି ଅସ୍ତ ହେଲେ, ଠିକ ପଶ୍ଚିମ ଦିଗରେ ଅସ୍ତ ହେଲେ, ଏଇଟା ଆକ୍ଚୁଆଲି ପଶ୍ଚିମ ଦିଗ ନୁହଁ, ମୁଁ ଏକ୍ସାମ୍ପଲ ଦେଇକି ବୁଝୁଛି ହେଲା, ଭାବି ଦେବନି ଏଇଟା ପଶ୍ଚିମ, କୋଉଟା ପୂର୍ବଟା ଆସିଲେ ଅସ୍ତ ହେଲେ ପଶ୍ଚିମ। ତେଣୁ କରିକି ସୂର୍ଯ୍ୟ ଆସି ଆସି ଯେତେବେଳେ ଏଇ ଯୋଉ ଅସ୍ତ ହଉଛନ୍ତି ପାଣିରେ, ତାଙ୍କ କିରଣଟା ଏପଟେ ଯିବ ନା ଆଗକୁ ଯିବ? ଆଚ୍ଛା, ଏଇଟା ସୂର୍ଯ୍ୟ ଇଏ ଉପରକୁ ଉଠିଲେ ଖରା ହେଲା, ତାପରେ ଆସି ଆସି ତଳେ ଅସ୍ତ ହେବେ କିନ୍ତୁ, ଏଇଠି ସୂର୍ଯ୍ୟ ଅସ୍ତ ହଉଛନ୍ତି ପଶ୍ଚିମ ଦିଗରେ, ତାଙ୍କର ଯୋଉ କିରଣ ଗୁଡିକ କୁଆଡେ ପଡିବ? ଆଗକୁ ପଡିବ ନିହାତି ଭାବରେ, କିଛିଟା ତ
ଦେଖିପାରିବ କିନ୍ତୁ ସେଟା ତ ଆମ ଦୃଶ୍ୟମାନ ହବନି ନା, ଯୋଉଟା ଦୃଶ୍ୟମାନ ହବ ଆମେ ଯଦି ସାମ୍ନାରେ ଥିବ ଆମ ଆଗ ଦୃଶ୍ୟ ହବ। ତ ସେଇ ଯୋଉ ରଶ୍ମି ଗୁଡିକ ପଡିକି ଏଠି ସବୁ ଗଛ ବୃକ୍ଷ ବହୁତ ସାରା ଜିନିଷ ଗୁଡିକ ଅଛି ଯୋଉଥିରେ କି ସେ ପାହାଡ ପର୍ବତ ଅଛି ଯୋଉଥିରେ କି ସୂର୍ଯ୍ୟଙ୍କର ରଶ୍ମିଟା ଯାଇକି ପଡିପାରିବ। ତେଣୁ ଏଇଠି ସେଇ କଥା କହୁଛନ୍ତି ଯେ ତାପରେ ଇନ୍ଦ୍ରଜାଲ ବଳରେ, ଇନ୍ଦ୍ରଜାଲ କୁହୁକ ଯୋଉଟା ସେଟାକୁ ମଧ୍ୟ ଇନ୍ଦ୍ରଜାଲ କୁହନ୍ତି, କୁହୁକରେ ଯେମିତି ସତେ ଯେମିତି ସେ ତାର କୁହୁକ ବାଡି ଯେମିତି ହଲେଇ ଦେଲେ ଝିଲିବିଲି ହେଇକି ଚାରିଆଡେ ଚେଞ୍ଜ ହେଇଯାଉଛି ସବୁ ଜିନିଷ। କୋଉ ଝିଅ ଝିଅକୁ ମିଠାକୁ ଗୋବର ମିଠା ଯୋଉ କରିଦିଅନ୍ତି ତମର ମ୍ୟାଜିକ ରେ କୁହୁକ ଦ୍ଵାରା କରିଦିଅନ୍ତି ଚକ୍ଷୁ ବନ୍ଧନ କରି, ସେଇଟା ହେଲା ଇନ୍ଦ୍ରଜାଲ ବଳରେ ସେଇ ସୂର୍ଯ୍ୟ କିରଣରେ ସତେ ଯେମିତି ଇନ୍ଦ୍ରଜାଲ ବଳରେ ତାର ବାହୁକୁ ଲକ୍ଷେ ଗୁଣ କରି ଲମ୍ବାଇ ଦେଲା ସୁଦୂର ଶୈଳକୁ, ଆଉ ତାର ଯୋଉ କିରଣ ଗୁଡିକ ହେଲା ସତେ ଯେମିତି ତାର ବାହୁ, ଆଉ ସିଏ ସୁଦୃଢ କରିକି ତାର ହାତକୁ ସତେ ଯେମିତି ଗଢେଇ ଦେଇଛି କୁଆଡେ ସୁଦୂର, ସୁଦୂର ନା ଦୂର, ବହୁତ ଦୂର ଯୋଉଟା ଅତ୍ୟନ୍ତ ଦୂର ଶୈଳ, ଶୈଳ ହେଲା ପର୍ବତ, ପର୍ବତ ଆଡକୁ ଘୁଞ୍ଚେଇ ଦେଇଛି ଆଉ ବଢେଇ ଦେଇଛି। ଫୁଟା ଅଫୁଲ, ତାପରେ ବୃକ୍ଷେ ବୃକ୍ଷେ ଫୁଟା ହେଲା ଅଗ୍ନିର ଫୁଲ। ଅଗ୍ନିର ଫୁଲ ପାଇଁ ନିଆଁ ତ ଜଳିବନି କୋଉଠି, କିନ୍ତୁ ଯେତେବେଳେ ନିଆଁ ଜଳୁଥାଏ କୋଉ ରଙ୍ଗର ଦେଖାଯାଏ? ଗୋଲ୍ଡେନ ଗୋଲ୍ଡେନ ଦେଖାଯାଏ। ସୂର୍ଯ୍ୟଙ୍କ ହସ୍ତଗାମୀ କିରଣ ଟା କୋଉ ରଙ୍ଗର? ଗୋଲ୍ଡେନ ରଙ୍ଗର। ତ ଯେତେବେଳେ ଏଠି ଗୋଟେ ଗଛଟିଏ ଅଛି ବା ପାହାଡ ପର୍ବତ ଅଛି, ତାର ସେଇ ଯୋଉ ସୁନେଲି କିରଣ ଗୁଡାକ ପଡୁଛି ସେ ଲାଗୁଛି ସତକୁ ଗଛରେ ପଡୁଛି, ଗଛ ଗୁଡିକ ସେମିତି ଗୋଲ୍ଡେନ ଗୋଲ୍ଡେନ ଦେଖାଯାଉଛି। ତ ଲେଖକ ସେଇଟାକୁ କହିଲେ ସତେ ଯେମିତି ସେ ଯୋଉ କିରଣ ଗୁଡିକ ଗୋଟେ ଗୋଟେ ନିଆଁର ଫୁଲ, ଅର୍ଥାତ ନିଆଁ ଯୋଉ ରଙ୍ଗ ଦିଟା ଥିଲା ପାଖାପାଖି ରଙ୍ଗ ବୋଲି ତାକୁ ନେଇକି ବର୍ଣ୍ଣନା କରିଛନ୍ତି ଯେ ସେ ପ୍ରତ୍ୟେକଟି ଗଛରେ ଯୋଉ କିରଣ ଗୁଡିକ ପଡିଲା ସତେ ଯେମିତି ଅଗ୍ନିର ଫୁଲ ଫୁଟାଇ ଦେଲା। ଆଉ କଣ ହେଲା? ତୁଷାରେ ତୁଷାରେ ଜାଳିଦେଲା ଲୋହିତ ହୁତାସ। ତୁଷାରେ ତୁଷାରେ, ତୁଷାର କଣ? ବରଫ। ଏଟା କୋଉ ଜାଗାର କଥା ବର୍ଣ୍ଣନା କରାଯାଇଛି? ଏଇଟା ବର୍ଣ୍ଣନା କରାଯାଇଛି କାଶ୍ମୀରର କଥା, କାଶ୍ମୀରୀ ବରଫ ପଡେ। ତେଣୁ କରିକି ତୁଷାର ତୁଷାର ଜାଳିଦେଲା ଲୋହିତ ହୁତାସ। ଲୋହିତ ହେଲା ଲାଲ ବା ରକ୍ତ ରଙ୍ଗର, ହୁତାସ ହେଲା ଅଗ୍ନି ଏବଂ ତାର ଅନ୍ୟ ଅର୍ଥ ହେଲା ନୈରାଶ୍ୟ। ଏଠି ତ ନୈରାଶ୍ୟ ହବନି, ଅଗ୍ନି ଅଗ୍ନିର ରଙ୍ଗ। ଯେତେବେଳେ ବରଫ ଉପରେ ପଡିଛି ବରଫ ଗୁଡିକ ମଧ୍ୟ ସେମିତି ଚକଚକ କରୁଛି ସୁବର୍ଣ୍ଣ ଭଳି ଦେଖୁଛି। ଯୋଉଠି ପଡିବ କିରଣଟା, ତମକୁ ଏବେ ଗୋଟେ ମାନେ ଲାଇଟ ଟେ ଦେବି, ତାର ଲାଇଟ ର ଉପର ଭାଗଟା ଯଦି ରେଡ ଥିବ ତାହେଲେ ମୁଁ ଯୋଉଠି ବି ପକେଇବି ସେ ଏରିଆ ଗୁଡାକ ରେଡ ରେଡ ଦେଖାଯିବ। ତ ତେଣୁ କରିକି ସେ ତୁଷାର ଉପରେ ଯେତେବେଳେ ପଡିଲା ତାହା ମଧ୍ୟ କଣ ହେଲା? ସତେ ଯେମିତି ଲୋହିତ ସେଇ ଲାଲ ଲାଲ ପୁରା ମାନେ ଧଳା ରଙ୍ଗର ତ ଅଛି ତୁମର ବରଫଟା, ନାଇଁ ବରଫଟା କି ରଙ୍ଗ? ପାଣିଆ ପାଣିଆ ବେଶୀ, କାହିଁକିନା ପାଣିଟା ଯୋଉ ରଙ୍ଗ ବରଫଟା ଆଉ ଗୋଟେ କଲର ହେଇଯାଏ, କାହିଁକି ବରଫଟା ହ୍ୱାଇଟ ହେଇଯାଏ ଯେତେବେଳେ ପାଣିଟା ଏକଜୁଟ ହେଇକିନା ଖଣ୍ଡ ହେଇଯାଇଥାଏ। ଯାହା ବି ହଉ, ତ ତା ଦେହରେ ପଡିଲେ ସେଟା ଯେମିତି ସତେ ଯେମିତି ରକ୍ତ ବର୍ଣ୍ଣର ଅଗ୍ନି ସେଠି ବାହାରୁଛି କି ସେ ଲାଇଟ ସବୁ ପଡିଛି, ସୂର୍ଯ୍ୟଙ୍କର ଅସ୍ତଗାମୀ କିରଣଟି ପଡିଛି, ତାର ରଙ୍ଗକୁ ମଧ୍ୟ ଲେଖକ ଏଠି ସେଇଭଳି କିଛି ବର୍ଣ୍ଣନା କରିଛନ୍ତି। ପୁଣି କହୁଛନ୍ତି ମେଘରେ ବାଷ୍ପ ତୁଷାନଳ ପରି ଝଟି ଉଠିଲା। ଆଉ ମେଘରେ ବାଷ୍ପ, ବାଷ୍ପ ହେଲା କଣ? ତୁଷାନଳ। ତୁଷାନଳ ହେଲା ଦସ୍ୟୁ ନିଆଁ। ଦେଖିଥିବ ଯେତେବେଳେ ତମର ଧାନ ଫାନ ଓଷା ହୁଏ ଗାଁ ମାନଙ୍କରେ, ଚାଷୀ ମାନଙ୍କ ଘରେ ସାଧାରଣତଃ ହେଇଥାଏ, ଧାନ ଅନୁସାରେ ଗୋଟେ ଦସ୍ୟୁ ବାହାରେ। ଦସ୍ୟୁ ଧାନଟାକୁ ମାନେ ବାହାର କରିଦିଅନ୍ତୁ, ଚାଉଳ ବାହାର କରିଦିଅନ୍ତୁ, ଖଣ୍ଡ 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 ହୋଇଥାଏ, ଶସ୍ୟ ଧୂଆଁ, ତାକୁ ଧୂଆଁ ଦେଲେ ତାକୁ ଜାଳିଲେ ବହୁତ ଧୂଆଁ ହୁଏ, ଆଖି ପୋଡେ, ସେଇଭଳିଆ କିଛି ହେଲା। ଧାନର ଚୋପା ମଧ୍ୟ ତାକୁ ପାଇପାରିବ। ଧାନ ହେଲା ଚାଉଳ ବାହାର କରିଦିଅ, ଚୋପା ବାହାରେ, ଚୋପାକୁ ଆମେ କଣ କହୁଛେ? କୁଣ୍ଡା କହୁଛେ ନା, କେତେ ଲୋକ କୁଣ୍ଡା କୁହନ୍ତି ତାକୁ, ଦସ୍ୟୁ ମଧ୍ୟ ତାକୁ କୁହାଯାଏ। ତ ସେଇଟା କଣ ହୁଏ? ସତେ ଯେମିତି ଗୋଟେ ଦେଖାଯାଉଛି ପାହାଡ ଉପରେ ମେଘ, ମେଘ ପରେ ବାଷ୍ପ ଗୁଡିକ ଦେଖାଯାଉଛି। ଯେବେ ତମେ ବସ କେବେ ଯାଉଥିବ ଲାଗୁଥିବ ଗୋଟେ ଜାଗାରେ ଧୂମାଳିଆ ଧୂମାଳିଆ ଦେଖାଯାଉଥାଏ, ପାହାଡ ସତୁକି ଲାଗେ ପାହାଡରେ କୋଉଠି ନିଆଁ ଲାଗିଛି କି, ଧୂଆଁ କଣ ଭିତରେ ପୁଳେ ପୁଳେ ଧୂଆଁ, ଲଙ୍ଗ ଜର୍ଣ୍ଣି ଯାଉଛ ବସରେ ବସିଛ ଝରକା ପଟେ ଏଇ ଦୃଶ୍ୟଟା ଦେଖାଯାଏ ପ୍ରାୟ, ଯିଏ ଦେଖିଥିବ ପ୍ରାୟ ନାଇଁ, ଧୂଆଁ ଧୂଆଁ ହେଇଯାଇଥାଏ ଆକାଶ ପଥରୁ, ଆକାଶ ଅଧା କଣ ଧୂଆଁ ଧୂଆଁ ଦେଖାଯାଉଛି କଣ ଜଳୁଛି, ସେଇଭଳିଆ ଦୃଶ୍ୟ ଏଠି କିଛି ଅଛି। ମେଘରେ ବାଷ୍ପ ତୁଷାନଳ ପରି ଝଟିକି, ତୁଷାନଳ ହେଲା ସେଇ ଯୋଉ ଦସ୍ୟୁ ଧୂଆଁ, ଅନଳ, ତୁଷା ଯୁକ୍ତ ଅନଳ, ସେଇ ଯୋଉ ଦସ୍ୟୁ ଧୂଆଁର ଯୋଉ ନିଆଁ, ଅନଳ ହେଲା ନିଆଁ, ସେଟା ନିଆଁ ଜାଳିଲେ ତା ଯୋଉ ଧୂଆଁଟା ବାହାରେ ଆଖି ପଡେ, ସେଇ ଯୋଉ ଧୂଆଁ ଭଳି ଦେଖାଯାଉଛି ଜାଗା ଜାଗା। ଅର୍ଥାତ ଲେଖକ ଏଇଠି ଡଙ୍ଗାରେ ବସିଛନ୍ତି, ଦୂର ପାହାଡ ପାଖାପାଖିରେ, ଦୂରରୁ ଯୋଉ ପାହାଡ ଗୁଡିକ ଦେଖାଯାଉଛି ସେଇଠି ଏ ଯୋଉ ସନ୍ଧ୍ୟା ସମୟରେ ଯୋଉ ଧୂଆଁ ଗୁଡିକ ଗୋଟେ ଗୋଟେ ପୁଳା ପୁଳା ହେଇକି ଧୂଆଁ ଗୁଡିକ ଦେଖାଯାଉଛି, ବାଷ୍ପ ଧୂଳି ମିଶାମିଶି ଯୋଉ ଧୂଆଁ, ସେଇଟାକୁ ଲେଖକ ଏଠି ବର୍ଣ୍ଣନା କରିଛନ୍ତି।
ତେଣୁ ସେଇଟା କହୁଛନ୍ତି ମେଘରେ ବାଷ୍ପ ତୁଷାର ନଳ ପରି ଝଟିକି ଉଠୁଛି। ସେ ଯୋଉ ବାମ୍ଫ ଧୂଆଁ ମିଶିକି ଗୋଟେ ଦେଖାଯାଏ ଧୂଆଁ, ସେଇଟା ସତେ ଯେମିତି ଦୂରରୁ ଝଟକି ଉଠୁଛି। ଝଟକି ଉଠୁଛି। ପୁଣି ଗଲେ ଶୃଙ୍ଗେ ଶୃଙ୍ଗେ ମେଘର ନୂତନ ଶୃଙ୍ଗ ଚିହ୍ନାରେ ଓ ସଫେଦ ବୃକ୍ଷ ଉପରେ ପକ୍ଷୀର ସୁବର୍ଣ୍ଣ କଳସ। ଶୃଙ୍ଗେ ଶୃଙ୍ଗେ, ଶୃଙ୍ଗ ହେଲା ପର୍ବତ, ପର୍ବତେ ପର୍ବତେ, ଶୃଙ୍ଗେ ଶୃଙ୍ଗେ ହେଲା ପର୍ବତର ଯୋଉ ଉପର ଭାଗ ଚୂଡାଏ, ପର୍ବତଟା ଏଇ ଭାଗ ଗୁଡାକ ଉଚ୍ଚା ଭାଗଟା। ତେଣୁ ପର୍ବତ ଉପରିଭାଗରେ ମେଘର ନୂତନ ଶୃଙ୍ଗ, ନୂତନ ଶୃଙ୍ଗ, ଶୃଙ୍ଗର ଅର୍ଥ ହେଲା ସିଂହ, କିନ୍ତୁ ଏଇଠି ମେଘର ନୂତନ ଶୃଙ୍ଗ ଅର୍ଥାତ ଲାଗୁଛି ସତେ ଯେମିତି ସେଇ ପର୍ବତର ଉପରିଭାଗରେ ମେଘ ଗୁଡିକ ଆସିକି ଖଣ୍ଡ ଖଣ୍ଡ ହେଇକି ସେଇଠି ରହିଛନ୍ତି। ଏବଂ ଚିହ୍ନାର ଆଉ ସଫେଦା ବୃକ୍ଷ ଉପରେ ପକ୍ଷୀର ସୁବର୍ଣ୍ଣ କଳସ। ଚିହ୍ନାର ଆଉ ସଫେଦା ହେଲା ଗୋଟେ ପ୍ରକାର ମିଲେଟ, ଯୋଉ ତମର ଯେମିତି ଅଲଗା ଜିନିଷ ଅଛି ବାଜରା, ତମର ଆଉ କଣ ସବୁ ମିଲେଟ ଅଛି, କଳା କଳା କଣ ଖାଉଛ ତାକୁ ଲଡୁ ଖସି, ତାପରେ ରାଶି, ସେମିତି ଚିହ୍ନାର ଗୋଟେ ପ୍ରକାର ମିଲେଟ, ତାକୁ ମଧ୍ୟ ପ୍ରୋସେସିଂ କରିକି ଖାଆନ୍ତି ଲୋକ। ସେ ଜାଗାର ଗୋଟେ ପ୍ରକାର ଚାଷ। ଆଉ ସଫେଦା, ସଫେଦା ମଧ୍ୟ ସେଇ ବୃକ୍ଷ, ଗୋଟେ ପ୍ରକାର ମିଲେଟ ବୃକ୍ଷ। ବୃକ୍ଷ ଉପରେ ପକ୍ଷୀର ସୁବର୍ଣ୍ଣ କଳସ। ପକ୍ଷୀର ଏଇ ଯୋଉ ବୃକ୍ଷ ଉପରେ ପକ୍ଷୀର ସୁବର୍ଣ୍ଣ କଳସ, ଅର୍ଥାତ ପକ୍ଷୀ ମାନେ ଯୋଉ ବସା କରିଥାନ୍ତି, କୋଉ ପକ୍ଷୀର କଳସ ଭଳିଆ ବସାନ୍ତି ଝୁଲିକି, କୋଉ ପକ୍ଷୀ ମାନଙ୍କର ମାନେ ଲାଗି କଳସ, ଏଜାକ୍ଟଲି ନୁହଁ, ଲାଗି କଳସ ଭଳିଆ ଏମିତି ରାଉଣ୍ଡ ହେଇକିନା ଏମିତି ଦୋଳିଥିବ ଗଛରେ, ସବୁ ଗଛର ଭିତରେ। ହଁ ହଁ। ତାକୁ କେତେ ଜଣ କଣ କହନ୍ତି ବାଇଆ ବସା, ନାଇଁ କୁହନ୍ତିନି ବାଇଆ ଚଢେଇର ବସା, ସେ ସବୁ ଫଳ ସବୁ ଏଇଭଳି ସବୁ ମାନେ ମାଟିଆ ମାଟିଆ କଲର ଘାସ କୁଟାରେ ନେଇକିନା ତିଆରି କରିଥାନ୍ତି, ନାଇଁ ଦେଖିଛ ନା ଦେଖିନ? ସେଇ ଗଛ ଯଦି ସତ ସତିକା ନ ଦେଖ, ଏଇ ଯେ ଏଇ କଟକରେ ଏମିତି ଗଛ ନାହିଁ ଯେ ସେମିତିଆ ଗଛ ହବ କି ଲୋକ ରଖିବେ ତାକୁ, କଟାକଟ ହଉଛି, କିନ୍ତୁ ସବୁ ଆର୍ଟିଫିସିଆଲ ମିଳୁଛି ଘରେ ସଜେଇବା ପାଇଁ କିନା, ନାଇଁ ଘରେ ସବୁ ଆଣିକି ଟଙ୍ଗେଇବା ପାଇଁ କିନା ଆର୍ଟିଫିସିଆଲ ମିଳୁଛି, ଝୋଟରେ ତିଆରି ହେଇଥାଉଛି ସେଟା ଠିକ ଯେମିତି ସତେ ଯେମିତି ରାଉଣ୍ଡ ହେଇକି ଲାଗିବ କଳସଟେ ଏମିତି ଚପା ହେଇଥିବା କଳସଟେ କି, ତ ସେଇ ବସା ଗୁଡିକ ସେଇ ମିଲେଟ ଗଛ ଗୁଡିକରେ ଡାଳରେ ସବୁ ହେଇଛି, ପକ୍ଷୀର ବସା ଗୁଡିକ ଝୁଲୁଛି, ତାକୁ ମଧ୍ୟ ଲେଖକ ବର୍ଣ୍ଣନା କରିଛନ୍ତି ସତେ ଯେମିତି ସୁବର୍ଣ୍ଣ କଳସ ଭଳି ଦେଖାଯାଉଛି ସେଇ ବସା ଗୁଡିକ। ଏବଂ ସମଗ୍ର ବିଶ୍ଵ ଯେପରିକି ସନ୍ଧ୍ୟାର ମହିମାରେ ମହିମାମୟ ହୋଇ ଉଠିଲା, ତାପରେ ସନ୍ଧ୍ୟାର ଆଗମନ ହେଇଛି, ଆଉ ସମଗ୍ର ବିଶ୍ଵ ସବୁଆଡେ ସନ୍ଧ୍ୟା ଆସିଛି ମାନେ ସବୁଠି, ତେଣୁ କରିକି ସବୁଠି ସତେ ଯେମିତି ସନ୍ଧ୍ୟାର ମହିମାରେ ମହତ୍ୱରେ ମହିମାମୟ ଅର୍ଥାତ ଗୌରବାନ୍ବିତ ହୋଇ ଉଠିଲା, ଅର୍ଥାତ ସନ୍ଧ୍ୟା ଆସିଗଲା, ସମସ୍ତେ ସନ୍ଧ୍ୟାକୁ ଉପଭୋଗ କଲେ, ଏଇ କଥାକୁ କୁହାଯାଇଛି। ପୁଣି ତାପରେ ସେ ଚଞ୍ଚଳିକା ପଶ୍ଚିମ ଦିଗ୍ବଳୟ ଉଡିଗଲା, ହିମାଦ୍ରୀର ସହସ୍ର ଶୃଙ୍ଗକୁ ସିନ୍ଦୁରିତ କରି ଶେଷରେ ଗୋଟିଏ ବିନ୍ଦୁ। ଆଉ ତାପରେ ସେ ଚଞ୍ଚଳିକା, ଏଇଠି କୋଉ ଚଞ୍ଚଳିକା କଥା କହୁଛନ୍ତି? ସେ ଯୋଉ ସୂର୍ଯ୍ୟ ଅସ୍ତଗାମୀ ସୂର୍ଯ୍ୟଙ୍କର କଥା କହିଛି, କାରଣ ସନ୍ଧ୍ୟା ଆସିଗଲା, ସିଏ କିନ୍ତୁ ସେପଟେ ଅଛି ନା, ଯିବ ଧୀରେ ଧୀରେ ବୁଡିବା ବୁଡିବା ହଉଛି, ତେବେ ତାପରେ ସେ ଚଞ୍ଚଳିକା, ଚଞ୍ଚଳିକା ଏଠି କୁହାଯାଏ କର୍ମ ତତ୍ପର ନାରୀ ମାନଙ୍କୁ ଚଞ୍ଚଳିକା ବୋଲି କୁହାଯାଏ, ସେ ନାଁ କିନ୍ତୁ ଏଇଠି ଅସ୍ତଗାମୀ ସୂର୍ଯ୍ୟଙ୍କ ଉଦ୍ଦେଶ୍ୟରେ କୁହାଯାଉଛି, ମାନେ ସେ ଚଳଚଞ୍ଚଳ କର୍ମ ତତ୍ପର ହେଇକି ଜଲ୍ଦି ଜଲ୍ଦି ସେଥିରେ ବୁଡି ଯିବାକୁ ବସିଲେଣି, ସନ୍ଧ୍ୟାର ମହିମାରେ ମହିମାମୟ ହୋଇ ଉଠିଲା, ଏବଂ ସିଏ କଣ ସେ ଚଞ୍ଚଳିକା ପଶ୍ଚିମ ଦିଗ୍ବଳୟକୁ ଉଡିଗଲା, ପଶ୍ଚିମ ଦିଗର ଦିଗ୍ବଳୟ, ଦିଗ୍ବଳୟ ହେଲା ଚକ୍ରବାଳ, ଯୋଉଟା କହୁଛି ଯେ ଲେଖକ ଯୋଉ ବସିଛନ୍ତି ଯେତିକି ଦୂର ଯାଏ ତାଙ୍କୁ ଦେଖା ଯାଉଛି ଆତ୍ମ ଅନ୍ତରାଳ ହେବା ପର୍ଯ୍ୟନ୍ତ, ତାକୁ ଆମେ କହୁ ଦିଗ୍ବଳୟ, ଯୋଉ ଜାଗାରେ ସତେ ଯେମିତି ଲାଗିବ ସୂର୍ଯ୍ୟ ଲୁଚିଗଲେ, ତୁମେ ଯେକୌଣସି ଜିନିଷଟେ ଲୁଚିଗଲେ, ତ ସେଇ କଥା କହୁଛନ୍ତି ପଶ୍ଚିମ ଦିଗ୍ବଳୟରେ ସେ ଯୋଉ ଅସ୍ତଗାମୀ ସୂର୍ଯ୍ୟଟି ଚଳଚଞ୍ଚଳ ହେଇକି ସେଇ ଚକ୍ରବାଳକୁ ଉଡିଗଲା, ଅର୍ଥାତ ସେଇପଟେ ଗଲା, ଆଉ ଧୀରେ 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 ଯେତେବେଳେ ବୁଲିବ କଣ ହୁଏ, ଗଲା ଚନ୍ଦ୍ର ସୂର୍ଯ୍ୟ ପଡିଲା ପରେ କଣ ହେଲା, ଛୋଟିଆଟେ ହେଇକି ବୁଡିଯିବ, ଦେଖାଯାଏନି, ଆଉ ଧୀରେ ଧୀରେ କମି କମି ଦେଖାଯାଏ, ସେଇଟା ପାଇଁ ଲେଖକ ସେଇ ଦୃଶ୍ୟକୁ ବର୍ଣ୍ଣନା କରୁଛନ୍ତି ଯାଇକି, ଯେ ତାପରେ ହିମାଦ୍ରୀର ସହସ୍ର ଶୃଙ୍ଗକୁ ସିନ୍ଦୁରିତ କରି, ହିମାଦ୍ରୀର, ହିମାଦ୍ରୀ କିଏ, ହିମାଳୟର ସହସ୍ର ଚୂଡା, ଉପରି ଭାଗ ବା ତାର ଉପର ଚୂଡା ଗୁଡିକୁ, ହିମାଦ୍ରୀର ସହସ୍ର ଶୃଙ୍ଗକୁ, ହିମାଦ୍ରୀ ହେଲା ହିମାଳୟ, ସହସ୍ର ହେଲା ଅଯୋଗ କେତେ ଗୁଡା ଚୁତ୍ର, ଶୃଙ୍ଗ ହେଲା ତାର ଚୂଡା ଉପରି ଭାଗକୁ ସିନ୍ଦୁରିତ କରି, ହିମାଦ୍ରୀ ପାହାଡ ଅନ୍ୟ ନାମ ମଧ୍ୟ ହିମାଦ୍ରୀ ହେଲା, ବିଭିନ୍ନ ବଡ ବଡ ପର୍ବତର ନାମ ଏବଂ ହିମାଳୟର ଅନ୍ୟ ନାମ ମଧ୍ୟ ହିମାଦ୍ରୀ। ତେଣୁ ସେ ଯୋଉ ପାହାଡ ଗୁଡିକ ଦେଖାଯାଉଛି ତାର ସହସ୍ର ଶୃଙ୍ଗ, ତାର ଯୋଉ ବହୁତ ଉପର ଭାଗ ଚୂଡାକୁ ଛୁଇଁ କରିକି ତାକୁ ସିନ୍ଦୁରିତ କରିକି, ଯେ ଯେତେବେଳେ ସୂର୍ଯ୍ୟ ସେପଟେ ଯାଉଛି ତାର ଯୋଉ ଚାରିପଟର ଯୋଉ ରଙ୍ଗ ଗୁଡିକ
ଲାଲ ଲାଲ ହେଇ ଆସିଲାଣି ପାଖର ତାର ସୁନେଲି କିରଣ ଗୁଡିକ ଦୂରକୁ ସବୁ ବିଚ୍ଛୁରିତ ହେଇକି ପଡିଥାଏ କିନ୍ତୁ ତା ପାଖଟା କେମିତି ଦେଖାଯାଉଥାଏ ଅସ୍ତଗାମୀ ସୂର୍ଯ୍ୟଙ୍କର ପୁରା ପାଖଟା ଯେତେବେଳେ ଦେଖିବ ସନ୍ଧ୍ୟା ସମୟ ହେଇଛି ସୂର୍ଯ୍ୟ ଅସ୍ତ ହଉଛନ୍ତି ତାର କିରଣ ଗୁଡିକ ସୁନେଲି ରଙ୍ଗର ବିଚ୍ଛୁରିତ ହେଇଛି କିନ୍ତୁ ସିଏ କେମିତି ଦେଖାଯାଉଛନ୍ତି ରେଡିଶ ପୁରା ଦେଖାଯାଉ ନାଇଁ ଲାଲ ଲାଲ ଦେଖାଯାଉଛି କି ତ ସେଇ ଯୋଉ ଲାଲ ରଙ୍ଗଟି ତାହା ପାଖ ପାଖରେ ଯୋଉ ଜିନିଷ ଗୁଡିକ ଥିବ ତାପରେ ଲାଲ ଦେଖାଯିବ ସେଇ କଥା କହୁଛନ୍ତି ଯେ ପାହାଡ ତଳେ ବସି ଲୁଚି ଯାଉଛି ନା ସୂର୍ଯ୍ୟଟି ତେଣୁ କରିକି ସେ ପାହାଡ ରଙ୍ଗଟି ପାହାଡ ଗୁଡିକ ଶିଖରକୁ ସିନ୍ଦୁରିତ ଅର୍ଥାତ ରକ୍ତ ବର୍ଣ୍ଣ ବିଶିଷ୍ଟ କରିକି ଶେଷରେ ଗୋଟେ ବିନ୍ଦୁ ହେଇ ଲିଭିଗଲା କରିକି ଧୀରେ 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 ଛୋଟ ବିନ୍ଦୁରେ ଯେତେବେଳେ ପୁରା ବୁଡିଗଲା ଟିକେ ନାକୁ ଦେଖାଯିବ ସେଇଟାକୁ ଲେଖକ ବିନ୍ଦୁ ସହିତ ତୁଳନା କରୁଛନ୍ତି ଧୀରେ 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 ଗୋଟେ ବିନ୍ଦୁ ହେଇକି ତାପରେ ସେ ଲୁଚିଗଲା ଆଉ ଦେଖା ଗଲା ନାଇଁ ତାପରେ ସନ୍ଧ୍ୟା ସବୁଆଡେ ଖେଳି ଯାଇଥିଲା ସନ୍ଧ୍ୟା ସମୟ ଆସି ଯାଇଥିଲା ଏବଂ ସନ୍ଧ୍ୟାର ଯୋଉ ରଙ୍ଗଟି କଳା ରଙ୍ଗଟି ସେତେବେଳକୁ ତ ପୁରା ପୁରି ରାତି ହେଇନି ତାପରେ କିସ କଳା ରଙ୍ଗଟି ଚାରିଆଡେ ଖେଳି ଯାଇଥିଲା ଶ୍ରୀନଗରରେ ଅଜସ୍ର ତାରା ଜଳି ଉଠିଲେ ଶିକାରା ଆମର ମୁଖ ଫେରାଇଲା ତାପରେ ଯେତେବେଳେ ସନ୍ଧ୍ୟା ହେଇଗଲା ଆକାଶରେ କିଏ ଆସେ ତାରା ସନ୍ଧ୍ୟା ହେଇଗଲେ ତାରା ଦେଖାଯିବ ତାପରେ ଶ୍ରୀନଗରରେ ଯୋଉ ଜାଗାରେ ସେ ଅଛନ୍ତି ସେଇ ଜାଗାର ଦୃଶ୍ୟ କଥା ଏଠି ବର୍ଣ୍ଣନା କରୁଛନ୍ତି ଏବଂ ସେଇ ସମୟରେ ଆକାଶରେ ମଧ୍ୟ ତାରା ଗୁଡିକ ବିଚ୍ଛୁରିତ ହେଇଗଲା ଆଉ ସେଇ ସମୟରେ ଆମ ଶିକାରଟି ମୁଖ ଫେରାଇଲେ ଅର୍ଥାତ ଆମ ପକେଇଲୁ ଗଲୁ ଫେରିବୁ ନା ଆମେ ଯାଇଛୁ ବୁଲିବା ପାଇଁ ଫେରିବୁ ପୁଣି ତେଣୁ ଆମ ଶିକାରଟି ମଧ୍ୟ ଆମ ମୁଖଟି ଫେରିଲା ଫେରିବା ସମୟ ଏତେ ସାରା ଜିନିଷ ଦେଖି ଦେଖିକି ତମେ ଯେତେବେଳେ ଗୋଟେ ଜାଗାକୁ ଯାଅ ବଢିଆ ମଜା ମସ୍ତିରେ ଫେରିଲା ବେଳେ ବହୁତ ଟାଇମ ଲାଗେ ନୁହେଁ କେମିତି ଯାଇକି ଘରେ ପହଞ୍ଚିବ ଖାଇକି ଏଇଠି ମଧ୍ୟ ଲେଖକଙ୍କୁ ମଧ୍ୟ ଟାଇମ ଲାଗେ ତେଣୁ ବୋର ବି ଲାଗେ ମାନେ କଣ ସେଇ ଜିନିଷଟା ଦେଖି ଦେଖି କଣ ହବ କଣ ସେଇ ଜିନିଷ ଦେଖି ଦେଖି ଆସିବ ଡଙ୍ଗାରେ ତ ନିଦ ମାଡିବ ବସ ହେଇଛି ଯେ ବଢିଆ ଏସି ଫେସି ଲାଗିଛି ଡଙ୍ଗା ଶୋଇ ପଡିବ ନାଇଁ ଗୁହାଳରେ ନଈରେ ଗଳି ପଡିବ ତେଣୁ ଲେଖକ ଏଇଠି କଣ କଲେ ଯିଏ ଚଲଉଛି ଡଙ୍ଗା ତାକୁ ଏବେ କହିଲେ ଗପ ତେବେ ସ୍ରୋତର ବିପରୀତ ଦିଗରେ ନୌକା ଚାଲିଲା ଧୀର ଅତି ଧୀରେ ଚିତ୍ତ କ୍ଳାନ୍ତ ଅବସନ୍ନ କହିଲେ ହାଣ୍ଡି ତୁମ ଦେଶର ଗୋଟେ ଗପ କୁହ ହାଣ୍ଡି କହିଲା ବାବୁ ମୁଁ ମୂର୍ଖ ଲୋକ କି ଜାଣେ ତେଣୁ ସ୍ରୋତର ବିପରୀତ ଦିଗରେ ଯେବେ ସ୍ରୋତ ଯାଉଛି ଯୋଉ ଗୋଟେ ଦିଗରେ ସୁଅ ଗୁଡାକ ପଡିଛି ତାର ବିପରୀତ ଦିଗରେ ଡଙ୍ଗାଟି ଯେତେବେଳେ ଚାଲିଲା ଧୀରେ ଧୀରେ ଯିବ ନିହାତି ଭାବରେ ଯୋଉ ପଟେ ସ୍ରୋତ ଥିବ ଡଙ୍ଗା ଯଦି ସିଆଡକୁ ଯିବ ସ୍ପିଡ ଯିବ ତାର ବିପରୀତ ଦିଗ ପରେ ଟିକେ ଟିକେ କମିଯାଏ ସ୍ପିଡ ଟା କମିଯାଏ ଧୀରେ ଧୀରେ ଡଙ୍ଗାଟି ଯାଉଛି ଆଉ ସେଇ ସମୟରେ ଲେଖକଙ୍କର ମନ ଚିତ୍ତ ହେଲା ମନଟା କ୍ଳାନ୍ତ ହେଇଗଲାଣି ପୁରା ଟାୟାର୍ଡ ହେଇଗଲେଣି ସେ ଅବସନ୍ନ ହେଇଗଲାଣି ମାନେ ଆଉ କିଛି ଦେଖି ଦେଖି ଯାସ ଆଉ କିଛି ଇଚ୍ଛା ନାହିଁ ଦେଖିବା ପାଇଁ ହଁ ଗୋଟେ କିଏ ଗପ କୁହନ୍ତା ଗୀତ ଫୀତ ବୋଲନ୍ତା ଆରାମସେ ଟିକେ ଘୁମେଇ ପଡନ୍ତୁ କେମିତି ସମୟ ଗଡିଯାନ୍ତା ତାପରେ ସେଠୁ କହୁଛି ହାଞ୍ଜି ହାଞ୍ଜି ବୋଲି କାହାକୁ ସମ୍ବୋଧନ କର ହାଣ୍ଡି ଯିଏ ନୌକା ଚଳଉଛନ୍ତି ତାଙ୍କୁ ସମ୍ବୋଧନ କରି କହୁଛି ତୁମ ଦେଶରେ ଗୋଟେ ଗପ କୁହ ତୁମ ଦେଶ ଅର୍ଥାତ ସିଏ ତ କାଶ୍ମୀର ଲୋକ ନା ତେବେ ଏଇ ଜାଗାରେ ଗୋଟେ ତମେ ଲୋକ ଗଳ୍ପ ଶୁଣିଥିବ ଯେତେ ଅଲଗା ଅଲଗା ଜାଗାରେ ଅଲଗା ଅଲଗା ଲୋକ ଗଳ୍ପ ଥାଏ ଆମେ ଯୋଉ ଛୋଟ ଛୋଟ ଖଣ୍ଡେଇ ଗପ ହେଲା ବାପା ମାମା କେତେ କଣ ଗପ ସବୁ ଛୋଟବେଳେ ଆମ ବାବା ମାନେ କୁହନ୍ତି ସେଇଆକୁ ଲୋକ ଗଳ୍ପ ବୋଲି କୁହାଯାଏ ତାକୁ ଏବେ କିନ୍ତୁ ଧୀରେ ଧୀରେ କମର୍ସିଆଲାଇଜ କଲେଣି ସେ ଗପକୁ ଟିକେ ଏଡିଟିଂ କରିକି ୟୁଟ୍ୟୁବରେ ପକେଇକି ଦୁନିଆ ପଇସା କମା ହଉଛି କିନ୍ତୁ ସେଇଟା ଗୋଟେ ସମୟରେ ପୁରା ଲୋକ ଗଳ୍ପ ଥିଲା ନିଜ ନିଜ ଏରିଆରେ ଅଲଗା ଅଲଗା ପ୍ରକାର ଗପ ନା ଗୋଟେ ଥିବ କିନ୍ତୁ ଅଲଗା ଅଲଗା ପ୍ରକାର ମିଶେଇ ମାସେଇ ଯୋଡି ଜାଡିକି କୁହାଯାଉଥିଲା ତ ସିଏ ମଧ୍ୟ ସେଠି କହୁଛି ତୁମ ଅଞ୍ଚଳରେ ଗୋଟେ ଗପ କୁହ ଆଜି କହିଲା ମୁଁ ତମକୁ ଆଉ କଣ ଗପ କହିବି ତେଣୁ ହଁ ରେ ତୁମେ ବାପା ମାଙ୍କୁ କେତେ ଗପ ଶୁଣିଥିବୁ କଣ ଗୋଟେ କହ ତେଣୁ ଲେଖକ ଯେ ନାରେ ପିଲାବେଳେ ତ କେତେ ଗପ ଶୁଣିଥିବୁ ନା ମା ବାପାଙ୍କ ପାଖରୁ ତା ଭିତରୁ ଗୋଟେ କଣ କହିଦେ ଆଜି ଦେଖିଲା ଆମେ ଛାଡିବୁ ନାହିଁ ଘଡିଏ ଭାବି ଗଳା ସଫା କରି ଆରମ୍ଭ ତାପରେ କଣ ଦେଖିଲା କି ଆମେ ଛାଡିବନି ମାନେ ଲେଖକ ଛାଡିବନି ତେଣୁ ବାଧ୍ୟ ହେଇକିନି ଗୋଟେ ଗଳା ସଫା କଲା ଆଉ ଗପଟି ଆରମ୍ଭ କଲା ଇଏ ଥିଲା ତୁମର ସବୁ ଦୃଶ୍ୟର ବର୍ଣ୍ଣନା ଝେଲମ ନଦୀର ଦୃଶ୍ୟ ଝେଲମ ନଦୀ ଚତୁର୍ପାର୍ଶ୍ୱର ଦୃଶ୍ୟ ଝେଲମ ନଦୀ ସନ୍ଧ୍ୟା ସମୟର ଦୃଶ୍ୟ ଏବଂ ସୂର୍ଯ୍ୟ ଅସ୍ତ ହେଲା ପରେ ତାଙ୍କ କିରଣ ପଡିଛି ଏସବୁ ଥିଲା ଦୃଶ୍ୟ ତୁମର ନିବନ୍ଧ ଭଳି ବା ପୁରାପୁରି ଗୋଟେ ଭ୍ରମଣର ଅନୁଭୂତିର ଦୃଶ୍ୟଟି ତାପରେ ଏଠି ସେକେଣ୍ଡ ପାର୍ଟ ମାନେ ବିଷୟର ଏଇଟା ତମର ପ୍ରବନ୍ଧଟେ ଗପରେ ଯିବନି କିନ୍ତୁ ଯେହେତୁ ଏଥିରେ ଦିଟା ଭାଗ ଅଛି ଗୋଟେ ଗପ ହେଲା ତମର ପ୍ରବନ୍ଧ ଭାଗ ଯେଟା ଭ୍ରମଣ ଅନୁଭୂତିକୁ ବର୍ଣ୍ଣନା କଲେ ସେକେଣ୍ଡରେ ଏଠି ଆସିଲା ତମର ଗପଟି ଗପରେ କଣ ଅଛି ଗପଟି ଅଛି ରାଜଭୋଗ ମନ୍ତ୍ରୀକୁ ଗୋଟେ ଦିଥର ପଡିଛି ନା ଏଇଟା ଥାର୍ଡ ନାଇଁ ତମେ ଦିଥର ପଢିଥିଲ ଓ ଏଇଟା ଚାରିଥର 4 ନମ୍ବର ଖାଲି ଗପଟା ପଢିଥିଲା ଏଗୁଡା ପଢିନଥିଲେ ତ ତାହେଲେ ମୁଁ ମୋର ମନେ ଅଛି ମୁଁ ଖାଲି ଗପ ପଢିଲା ବେଳେ ନା ଏଇଟା ପଢେଇଛି ନା ବଢିଆ ତମର 4 ଥର ହେଇଯିବ ନାଇଁ ତମ 3 ଜଣଙ୍କର ତମେ ତମେ ବି ହଁ ତମେ 4 ଜଣଙ୍କର 4 ଥର ଏଇମାନେ ଆସିନଥିଲେ ଠିକ
ଏବେ ହେଇଥିଲା ଗପ ଗପ ପୁରା ମାନେ ତାଙ୍କର ଆଞ୍ଚଳିକ ଭାଷାକୁ ଲଗେଇକି ସେଇ ଲୋକାଲ ଲାଙ୍ଗୁଏଜ କୁ ନେଇକି ନା ଗପଟି ହେଇଛି। ସିଧା ସାଧା ସିଧା ଗପଟି ରାଜାରାଣୀ ଗପ ଭଳିଆ ଗପଟି କିନ୍ତୁ ତାକୁ ସୁନ୍ଦର କରିକି ଲେଖକ ବର୍ଣ୍ଣନା କରିକି ଶୈଳୀରେ ଲେଖିଛନ୍ତି। ତେଣୁ ଲେଖିଲେ ରାଜା ପୁଅ ମନ୍ତ୍ରୀଙ୍କ ସଂବାଦ ଦୁହିଁଙ୍କ ଭିତରେ ପାଣି ଗଳେ ନାହିଁ ଜଣେ ଜଣକୁ ଦଣ୍ଡେ ନ ଦେଖିଲେ ବାଉଳା ଏକା ମନ ଏକା ପ୍ରାଣ କାହା ମନରେ କୋଉ କଥା କହିଲେ ସଙ୍ଗେ ସଙ୍ଗେ ଫେରି ନ କହିଲେ ରହିପାରେ ନାହିଁ ଏମିତି ସୁଖର ଦିନ ସୁଖରେ କହିଲେ। ତେବେ ଗପର ଆରମ୍ଭରେ ଦିଟା କ୍ୟାରେକ୍ଟର ଅଛି ଜଣେ ହଉଛନ୍ତି ରାଜା ପୁଅ ଜଣେ ହଉଛନ୍ତି ମନ୍ତ୍ରୀ ପୁଅ ଦି ଜଣ ହଉଛନ୍ତି ବେଷ୍ଟ ଫ୍ରେଣ୍ଡ ସାଙ୍ଗ ପୁଅ। ତ ସାଙ୍ଗ ଏମିତି ସାଙ୍ଗ ଯେ କୌଣସି କଥା ତାଙ୍କ ଭିତରେ ଲୁଚା ଛପା ନାହିଁ। ତ ଆକୁ କିଛି ଜାଣିଥିବ ତାକୁ କହିବ ତାର କିଛି ଜଣାଥିବ ଆକୁ କହିବ ତ ସଙ୍ଗେ ସଙ୍ଗେ ଫେଡି ନ କହିପାରିଲେ ଫେଡି ହେଲା ଖୋଲିକି ଯାହା ଜାଣିଥିବେ ଦି ଜଣଙ୍କ ଆଗରେ ଖୋଲିକି ନ କହିଲେ ତାଙ୍କୁ ସତେ ଯେମିତି ଭୋକ ଶୋଷ ହୁଏନି ଏମିତି ସାଙ୍ଗ ଥିଲେ। ତ ଦିନେ ମନ୍ତ୍ରୀ ପୁଅ ଦେଖିଲା ରାଜା ପୁଅ ଏଡେ ମୁହଁ କରି ବସିଛି କହିଲା ସଙ୍ଗାତେ ତୁମକୁ କୋଉ କଥା ଉପରକୁ ହଜିଗଲେ ଖୋଜିଦେବି ଭାଙ୍ଗିଗଲେ ଗଢିଦେବି ସରଗର ଚାନ୍ଦ କହିଲେ ଦୁଆର ଆଡି ହାଜର କରିବି ମୁଁ ଥର ତୁମର କିଏ ଦୁଃଖ ତେଣୁ ଗୋଟେ ଥର ଦେଖୁଛି ରାଜା ପୁଅଟି ଏଡେ ମୁହଁ ଲଟକେଇକି ନା ବସିଛି ଗୋଟେ ଜାଗାରେ ମୁଁ ହାଣ୍ଡି କରିକି ଦୁଃଖରେ ବସିଛି। ସେଇଠୁ କଣ ହେଲା ରାଜ ମନ୍ତ୍ରୀକୁ ଆସିକି ଦେଖିଲା ତାର ମୁହଁ ଦେଇ ଶୁଖି ଯାଇଛି ତ କୋଉ ଗଛ ତମକୁ ଅପୂର୍ବ ତମେ ତ ରାଜା ପୁଅ ଯାହା ଚାହିଁବ ତମକୁ ମିଳିଯିବ ତମକୁ ଅଛି। ତେଣୁକରି କୋଉ କଥା ଭିତରେ ତମେ ମନ ଦୁଃଖ କରିକି ବସିଛ ମତେ କୁହ ମୁଁ ସରବର ଚାନ୍ଦ ବି କହିଲେ ଆଣିକି ତମ ହାତରେ ଦେଇଦେବି ଆଉ ମୁଁ ଧର ତମେ କିଏ ଦେବ ରାଜପୁଅ ପୁଣି ରାଜପୁଅ କହିଲା ସଙ୍ଗାତେ କାଲି ରାତିରେ ସପନ ଦେଖିଛି ଚନ୍ଦ୍ର ଉଦୟ କରି କୋଉ ଦେଶର ରାଜକୁମାର ଫୁଲ ସଙ୍ଗେ ବେଲେଇ ଲୁଟେଇ ହଉଥିଲା ପ୍ରଜାପତି ପଛରେ ଗୋଡାଉଥିଲା ମତେ ଦେଖିଲା ଦେଖିଲା ମତେ କଥା କହିଲା ଆଡ ଭାଙ୍ଗି ଦେଇ ଗଲା ଗଲା କୁଆଡେ ଉଡିଗଲା ସେଇ ଗାଈ ନ ଦେଖିଲା ଲୋକ ମୋ ଆଖି ଆଗରେ ନାଚୁଛି ତାକୁ ଆଣି ନ ଦେଲେ ମୋ ଆଶା ଛାଡେ ଏ ପୁଣି ଆସିଲା ସିଧା ସିଧା ସେ ସ୍ୱପ୍ନରେ କାହାକୁ ଗୋଟେ ଦେଖିଛି ତାକୁ ମତେ ଆଣିକି ଦିଅ ଅସମ୍ଭବ କଥା ସ୍ୱପ୍ନରେ ଯୋଉ ଦେଖିଛି ତା ଘର କୋଉଠି ଦୁଆର କୋଉଠି ଆମେ ତ ଜାଣିନୁ ତେଣୁ କହୁଛି ସଙ୍ଗାତେ ରାତିରେ ଗୋଟେ ସ୍ୱପ୍ନ ଦେଖିଛି ଗୋଟେ ସୁନ୍ଦର ରାଜକୁମାରୀଟାକୁ ଦେଖିଛି ସୁନ୍ଦର ଝିଅଟେ ପ୍ରଜାପତି ଫୁଲ ବଗିଚାରେ ବୁଲୁଥିଲା ପ୍ରଜାପତି ସାଙ୍ଗେ ଖେଳୁଥିଲା କିନ୍ତୁ ମତେ ଦେଖିଲା କିନ୍ତୁ କଥା ପଦେ ବି କହିଲାନି କୁଆଡେ ଚାଲିଗଲା ହେଇଗଲା ନିଦ ଭାଙ୍ଗିଗଲେ ସ୍ୱପ୍ନ ପଳେଇବ ନା ନିଦ ଭାଙ୍ଗିଗଲା ସ୍ୱପ୍ନ ପଳେଇଲା ତାକୁ ଯଦି ମତେ ସେ ସୁନ୍ଦର ଝିଅଟା ଯଦି ମତେ ଆଣିକି ନ ଦବ ତାହେଲେ ମୋ ହାତ ଛାଡ ମାନେ ମୁଁ ଗଲି ମୁଁ ମରିନି ତେଣୁକରି ମନ୍ତ୍ରୀ ନିହାତି ଯିଏ ବି ହେଲେ ଭାବିବ ନା ଯେ ଗୋଟେ ସତ ସତିକା ଗୋଟେ ତାକୁ ଦେଖିଛି ଯେ ତା ଘର କାଇଁ ଆସିବ ଠିକ ଆଉ ଧୀରେ ଧୀରେ ସ୍ୱପ୍ନରେ କାହାକୁ ଗୋଟେ ଦେଖିଛି ତାକୁ କେମିତି ଆଣିକି ଦବ ଅସମ୍ଭବ କଥା ତଥାପି ମନ୍ତ୍ରୀ ପୁଅ ସେତେବେଳେ ସମୟ ନା ମନ୍ତ୍ରୀ ଏଇ ଗପ ସବୁ କଣ ଏଇଟା କଣ ସତ ଗପ ଗପ ମାନେ ତମେ କିଛି ବି କହିପାରିବ କିଛି ବି ଜିନିଷକୁ ସତ କରିକି ଲେଖିକି କହିପାରିବ ନୁହେଁ କି ଆମେ ଛୋଟ ପିଲାଙ୍କୁ ଭୁଲେଇବା ପାଇଁ କଣ କରୁ ରାଜା ଥିଲେ ମନ୍ତ୍ରୀ ଥିଲା ସେ ବାଘ ଆସିଲା ବାଘ ମାଙ୍କ ପିଠିରେ ବସିଲା ବାଘ ମାଙ୍କ କିଏ ବସିକି ଯିବ ଯାହା ଭାବିକି ଆମକୁ ଗୋଟେ ଗପ କହିଦଉଛି ଛୁଆକୁ ଭୁଲେଇବା ପାଇଁ ଠିକ ସେମିତି ଏଇଟା ମାନେ ସେଇଭଳିଆ ଗୋଟେ ଗପ ତେଣୁ ମନ୍ତ୍ରୀ ପୁଅ ପଚାରିଲା ମନେ ଅଛି କୋଉ ଦିଗରେ ସେ ବଗିଚା ରାଜା ପୁଅ ମୁଁ ଆଖି ଆଗରେ ତ ତା ବାଟରେ ତ ସବୁ ଦିଶି ଯାଉଛି କେମିତି ସେ କନ୍ୟା ପ୍ରାପ୍ତ ହେବାକୁ ଉପାୟ କର ତାକୁ ଦେଖିଲା ବେଳୁ ମତେ ଦାନ ପାଣି ଉଠୁନି ପୁଣି ମନ୍ତ୍ରୀ ପୁଅ ଆହୁରି ବେଶୀ ଚାଲାକିଆ ସିଏ ଏଇଠି ତ ଇଏ ସ୍ୱପ୍ନ ଦେଖିଛି ମନ୍ତ୍ରୀ ପୁଣି ପଚାରୁଛି ସ୍ୱପ୍ନରେ ମନେ ଅଛି ସେ କୋଉ ଦିଗ ଦେଇକି ଯାଇଛି କୋଉ ଦିଗ ଦେଇକି ଆସିଛି ତାକୁ ମନେ ପକାଅ ଆମେ ସେଇ ଦିଗରେ ଯିବା ଖୋଜିବା ଆଉ ତେଣୁ କହୁଛି ମନେ ଅଛି କୋଉ ଦିଗରେ ସେ ଯୋଉ ବଗିଚା ଝିଅଟା ବୁଲୁଥିଲା ମନେ ପକେଇଲା ସେ ବଗିଚାଟା କୋଉ ଦିଗରେ ଅଛି ତେବେ ସେଇ ଦିଗ ଯାଇକି ଖୋଜିବା ସେଠୁ ଏମିତି କହିଲେ ସେ କହିଲେ ହଁ ହଁ ମୋର ମନେ ଅଛି ସବୁ ସେ ବାଟ ଘାଟ କୋଉ ଦିଗରେ ଆସିଛି କୋଉ ଦିଗରେ ଯାଇଛି ସବୁ କଥା ମୋର ମନେ ଅଛି ତେବେ ମତେ କିନ୍ତୁ ସେଇ କନ୍ୟାଟିକୁ ଆଣି ପ୍ରାପ୍ତ କରାଅ ମତେ ଦିଅ କେମିତି ମୁଁ ତାକୁ ପାଇବି ଉପାୟ କର ନହେଲେ ମୁଁ ତାକୁ ଦେଖିଲା ବେଳକୁ ମତେ ଦାନା ପାଣି ରୁଚୁନି ଅର୍ଥାତ ମୋର ଖାଇବା ପିଇବା ରୁଚୁନି ଭୋକ ଶୋଷ ଗଲାଣି ମତେ ସେ ଝିଅଟା ଆଣିକି ଦିଅ ତାପରେ କୁଆଁ ତାରା ଝୋଟ ବୁଝି ରଜାକୁ ମନ୍ତ୍ରୀକୁ ଘୋଡାଶାଳ ଭଲ ଭଲ ଘୋଡା ଦିଟା ବାଛିଲେ ପେଟରେ ବସି ଗୋଡରା ମାରିଲେ ବଣ ବୁଦା ନଈ ପାଖରେ ଦେଇ ଘୋଡା ଖାଇଲେ ହଉଛି ଗୋଟାଏ ମୁଣ୍ଡକରେ ଓସାରିଆ ରାସ୍ତା ଦି ପାଖେ ଉଚ୍ଚ ଉଚ୍ଚ କୋଠାଘର ସବୁଠାରୁ ଗଳି ଯେଉଁ କୋଠାଟି ଉଚ୍ଚ ତା ସିଂହଦ୍ୱାରେ ଘୋଡାକୁ ଓହ୍ଲାଇଲେ ଜଗବଳି ରାତିରେ ଧୂଳି ଦେଇ ରାଜାଙ୍କ ବଗିଚାରେ ପଶିଲେ ଫୁଲର ସଂସାର କିଏ ଫୁଲ କିଏ ପ୍ରଜାପତି ବାରିକୁ ନାହିଁ ତାପରେ ତାପରେ ପୁଣି ବାହାରିଲେ ଯିବା ପାଇଁ ସ୍ୱପ୍ନ କଥା ହେଇଗଲା ଫାଇନାଲ ଯେ ହଁ ଏଇ ଦିଗରେ ଆସିଛି ରାଜା ପୁଅ ମନେ ପକେଇକି କହିଦେଲା ଏଇ ଦିଗରେ ବଗିଚାଟି ଅଛି ଦି ଜଣ ବାହାରିଲେ ଘୋଡା ଫୋଡା ନେଇକିନା ଯେ ଚାଲ ସେଇ ଦିଗରେ ଯାଇକି ତାକୁ ଖୋଜିବା ଖୋଜିବା ପାଇଁ କୁଆଁ ତାରା ଝଟ ବୁଝି ଅର୍ଥାତ ଯୋଉ ପ୍ରଭାତୀ ତାରା ସକାଳର ଶେଷ ଯେତେବେଳେ ସୂର୍ଯ୍ୟ ଉଦୟ ହେବ ତାର ଜଷ୍ଟ ପୂର୍ବ ଭୋର ଭୋରର ତାରା ଗୁଡାକ ରାତିରେ ଆକାଶରେ ଥାଆନ୍ତି ଗୋଟେ ଲିଭନ୍ତି ନା ସକାଳ ହେଲା କିନ୍ତୁ ଲାଷ୍ଟ ତାରା ଗୁଡିକ ତାକୁ ଆମେ ପ୍ରଭାତୀ ତାରା ବା କୁଆଁ ତାରା ତାରା ବୋଲି ମଧ୍ୟ କୁହାଯାଏ ତ ସେଇ ତାରା ଗୁଡିକ ଶେଷ ତାରାଟି ଆକାଶରେ ଝଟକୁଛି ସକାଳ ହେବା
ହେବା ହେବା ହେଲାଣି। ରାଜା ପୁଅ ମନ୍ତ୍ରୀ ପୁଅ କଣ କଲେ, ଘୋଡା ଶାଳରୁ ଦିଟା ଭଲ ଭଲ ଘୋଡା ଧରି ପିଠିରେ ବସି କୋରଡା ମାରିଲେ। ସେ ଘୋଡା ଉପରେ ବସିକି, କୋରଡା ମାନେ ଅର୍ଥାତ ଘୋଡାକୁ ଯୋଉ ଲଗାମ ଦେବା ପାଇଁ ଯୋଉ ଶାସନ କରି ଆଗକୁ ବଢିବା ପାଇଁ ପିଟାନ୍ତିନି, ସେଇଟା ତାକୁ କୁହାଯାଏ କୋରଡା। ଚାବୁକ, ତାକୁ ଜଣ କହନ୍ତି ଚାବୁକ ବଡେଇଲେ, ଯୋଉ ଗୋଡକୁ ପିଟିଲେ ଘୋଡା ଆଗକୁ ଦୌଡିବ। ତାପରେ ଧୀରେ ଧୀରେ ଆଗକୁ ଆଗକୁ ଗଲେ, କଣ ବୁଦା ନଈ ଏଇନା ପାହାଚ ପର୍ବତ ଏମିତି ଡେଇଁ 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 ଆଗକୁ ଗଲେ। ବେଳ ରକ୍ତ ରକ୍ତ ଅର୍ଥାତ ଡେରି ଡେରି ହେଲାଣି, ମାନେ ଆଗକୁ ଆଗକୁ ବେଳ ଗଡି ଗଡି ଯାଉଛି, ଯେତେ ଆଗକୁ ଯାଉଛନ୍ତି ଶେଷ ସମୟ ଗଡି ଗଡି ଯାଉଛି। ତେବେ ଗୋଟେ ମୁଣ୍ଡକରେ ହେଲା ଗୋଟେ ରାଜ୍ୟରେ ଯାଇକି ପହଞ୍ଚିଲେ। ଓସାରିଆ ରାସ୍ତା, ଦି ପାଖେ ଉଞ୍ଚ ଉଞ୍ଚ କୋଠାଘର। ମୂଲକ ଶବ୍ଦଟି ବହୁତ ବହୁତ ଜାଗାରେ ଦେଶ ଉଦ୍ଦେଶ୍ୟରେ ମଧ୍ୟ ବ୍ୟବହାର କରାଯାଏ, ବହୁତ ଜାଗାରେ ରାଜ୍ୟ ଉଦ୍ଦେଶ୍ୟରେ ମଧ୍ୟ ବ୍ୟବହାର କରାଯାଏ। ଯେହେତୁ ଇଏ ରାଜା ପୁଅ, ମାନେ ଗୋଟେ ରାଜ୍ୟର ଆଉ ଗୋଟେ ରାଜ୍ୟକୁ ଯିବ, ଗୋଟେ ରାଜ୍ୟ ଉଦ୍ଦେଶ୍ୟରେ ଆମେ ବ୍ୟବହାର କରିବା। ତେବେ ଗୋଟେ ରାଜ୍ୟରେ ଯାଇକି ପହଞ୍ଚିଲେ, ଯୋଉ ରାଜ୍ୟରେ ଯାଇକି ପହଞ୍ଚିଲେ ସେଇଟା କେମିତି ଦେଖାଯାଉଛି, ଓସାରିଆ ରାସ୍ତା ଗୁଡିକ, ସେ ରାଜ୍ୟଟିର ରାସ୍ତା ଗୁଡିକ ସବୁ ଓସାରିଆ ଓସାରିଆ ଚଉଡା ରାସ୍ତା, ଦି ପାଖରେ ଉଞ୍ଚ ଉଞ୍ଚ କୋଠାଘର, ଆଉ ଯୋଉ ଚଉଡା ରାସ୍ତାର ଦି ପଟ ସାଇଡରେ ସବୁ ଉଚ୍ଚା ଉଚ୍ଚା ପ୍ରାସାଦ ଗୁଡିକ, ଅଟ୍ଟାଳିକା ଗୁଡିକ ଅଛି, ବଡ ବଡ କୋଠାଘର ଗୁଡିକ ଅଛି। ଆଉ ସବୁଠାରୁ ବଳି ଯେଉଁ କୋଠାଟି ଉଚ୍ଚ, ସେ ଯୋଉ କୋଠାଘର ଗୁଡିକ ଅଛି, ସବୁଠୁ ଯୋଉଟା ବେଶୀ ଉଚ୍ଚା କୋଠାଘରଟି, ତାର ସିଂହ ଦୁଆରେ ଘୋଡାରୁ ଓହ୍ଲାଇଲେ। ତାର ଯୋଉ ଦୁଆରେ ସାମ୍ନାରେ ଅର୍ଥାତ ବଡ ଘରଟିଏ, ରାଜପ୍ରାସାଦଟିଏ, ତେଣୁ ରାଜା ମାନେ କଣ କରନ୍ତି, ତାଙ୍କର ଯୋଉ ପ୍ରାସାଦର ଜଷ୍ଟ ବସିବା ପାଇଁ ହେଲେ ତାଙ୍କର ଦୁଆର ମୁହଁରେ ଦିଟା ସିଂହ ଚିତ୍ର କରିଦେଇଥିବେ, ତେଣୁ ସିଂହ ଦ୍ୱାର କୁହାଯାଏ। ତେଣୁ ସିଂହ ଦ୍ୱାର ଘୋଡାରୁ ସେମାନେ ଓହ୍ଲେଇଲେ। ଜଗୁଆଳି ଆଖିରେ ଧୂଳି, ସେଠି ଗୋଟେ ଜଗୁଆଳି ଥିଲା। ତ ସେଇଠି କଣ ହେଲା, ରାଜା ଜଗୁଆଳି ଆଖିରେ ଧୂଳି ଦେଇକି, ମାନେ ଜଗୁଆଳିକୁ ଲୁଚେଇକିନା, ତାକୁ ନ ଦେଖି ତାଙ୍କୁ ଯଦି ନ ଦେଖି ପାରିବେ, ଲୁଚି ଲୁଚି ଯାଇକି ଯୋଉ ଘରେ ଓହ୍ଲେଇଥିଲେ, ସେ ଗୋଟେ ରାଜ ପରିବାରର ରାଜାଟିଏ, ତାରି ଘରେ ଓହ୍ଲେଇଲେ। ତ ତାର ଦୁଆରେ, ସିଂହ ଦ୍ୱାରରେ ଓହ୍ଲେଇଲେ। ତାକୁ ସେ ଯୋଉ ଜଗୁଆଳି ସେ ଜଗିଥିଲା, ତା ଆଖିରେ ଚକମା ଦେଇକି ଦି ଜଣ ଯାଇକି ତାଙ୍କ ଫୁଲ ବଗିଚା କୋଉଠି ଅଛି ଖୋଜି ଖୋଜି ସେଠି ଯାଇ ପଶିଗଲେ। ଯାଇକି ଦେଖିଲେ ଫୁଲ ବଗିଚାରେ, ରଜର ଫୁଲ ବଗିଚା, ସାଧାରଣ ଲୋକର ଫୁଲ ବଗିଚା ହେଇଛି, ଦିଟା ଚାରିଟା ଗୋଟେ ଦିଟା କୁଣ୍ଡ ଥିବ କି 10ଟା 20ଟା ଥିବ। ରାଜାର ଫୁଲ ବଗିଚା ମାନେ ଶହ ଶହ ହଜାର ହଜାର ଫୁଲ ଗଛ ଲାଗିଥିବ, ମାଳି ଥିବ, ବଢିଆ ବଢିଆ ମାନେ ଫୁଲ ଫୁଟିଥିବ, ପ୍ରଜାପତି ଫୁଲ ଏମିତି ସୁନ୍ଦର ହେଇଥିବ। ତେଣୁ ସେଠି ଦେଖିଲା ବେଳକୁ ଫୁଲର ସଂସାର, ଫୁଲର ସଂସାର ମାନେ ଭରପୁର ଫୁଲ, ବିଭିନ୍ନ ପ୍ରକାରର ଫୁଲ ସେଠି ଫୁଟିଛି। ଏବଂ କିଏ ଫୁଲ କିଏ ପ୍ରଜାପତି ବାରି ହେଉନାହିଁ। ତେବେ ଏତେ ଫୁଲ ଫୁଟିଛି, ତା ସହିତ ଏତେ ପ୍ରଜାପତି ମଧ୍ୟ ବୁଲୁଛନ୍ତି ତା ଭିତରେ। ପ୍ରଜାପତି ସବୁ କଲରଫୁଲ ନାହିଁ, କଲରଫୁଲ ଫୁଲ ଗୁଡିକ ମଧ୍ୟ କଲରଫୁଲ। ତେଣୁ ସେଠି ଏତେ ସଂଖ୍ୟକ ପ୍ରଜାପତି ଆଉ ଏତେ ସଂଖ୍ୟକ ଫୁଲ ଯେ ଦୂରରୁ ଜାଣି ହଉନି ଯେ କୋଉଟା ଫୁଲ କୋଉଟା ପ୍ରଜାପତି। ତେଣୁ ଯେମା ପୁଣି ପବନ ଦଉ, ଯେମା ପବନ ଦଉ ଆମ ଗଛ ବୃକ୍ଷର ଶାଗୁଆ ଢେଉକୁ ଚାହିଁଛି ଚାହିଁଛି। ତେବେ ସେଇଠି ଯେମାକୁ ମଧ୍ୟ ଦେଖିଲେ, ସେ ଯୋଉ ଝିଅଟାକୁ ସେ ସ୍ୱପ୍ନରେ ଦେଖିଲା, ସେ ସତ ସତେ ମଧ୍ୟ ଦେଖିଲା। ସେ କଣ ହେଇଛି, ପବନ ଦଉଲା ଗଛ ବୃକ୍ଷର ଦୂରକୁ ଚାହିଁଛି, ଗୋଟେ ଗଛଟେ, ଗୋଟେ ଗଛ ଡାଳରେ, ସେଠି ପବନରେ ଦୋହଲୁ ଅଛି, ଶାଗୁଆ ଢେଉକୁ ଚାହିଁଛି। ଶାଗୁଆ ଶାଗୁଆ ସେ ଯୋଉ ପବନରେ ଗଛର ପତ୍ର ଗୁଡିକ କଣ ଶାଗୁଆ ଶାଗୁଆ ଗ୍ରୀନ ଗ୍ରୀନ କଲର, ତ ସେ ପବନରେ ପତ୍ର ଗୁଡିକ ଦୋହଲୁଛି, ତ ସେଇଆକୁ ଚାହିଁ ଯେମିତି ପଡୁଛି, ଅଲରା ବାଳକୁ ସଜାଡି ଦେଇ ସେ ଦୌଡ। ତାପରେ ଯେତେବେଳେ ଦେଖିଦେଲେ ସାମ୍ନାରେ ରାଜା ପୁଅକୁ, କଣ କଲା, ତାହେଲେ ଯୋଉ ଅଲରା ଚୁଟି ଅଛି ମୁହଁରେ ପଡିଥିଲା, ତାକୁ କାନ ଉପରେ ଜାକି ଦେଇକି, ତାକୁ ସାଇଜ କରିଦେଇକି ଦୌଡିକି ପଳେଇଲା। ସ୍ୱପ୍ନରେ ଯୋଉ ରୂପର ଛାଇ ଫୁଟେଇଥିଲା, ସତରେ ଆଖି ଆଗରେ ସହସ୍ର ଗୁଣରେ ଝଟିକି ଥିଲା। ତା ଦେଖି ରାଜା ପୁଅ ଚିନ୍ତା କରିବ। ତ ଏଇଠି କଣ ହେଲା, ଯେତେବେଳେ ରାଜା ପୁଅ ମନେ ପକେଇଲା, ଆରେ ଏଇଟାକୁ ତ ମୁଁ ସ୍ୱପ୍ନରେ ଦେଖିଥିଲି ଝିଅଟାକୁ, ତ ସ୍ୱପ୍ନରେ ଦେଖିଥିଲି, ଆଉ ସତ ସତ ସତରେ ବି ସେତିକି ସୁନ୍ଦର, ତାଠୁ ଆହୁରି ସୁନ୍ଦର। ତେଣୁକରି ତାକୁ ଦେଖି ବେହୋସ ହେଇଗଲା, ସେଇଠି ଚେତା ପଡିଗଲା। ଝିଅ ଦୌଡିକି ପଳେଇଲା, ରାଜା ପୁଅ ବେହୋସ ହେଇଗଲା। ମନ୍ତ୍ରୀ ପୁଅ ଛିଞ୍ଚା ମିଞ୍ଚା କରି ତାକୁ ଚିନ୍ତା କଲା, ଔଷଧ ଦେଇ ଗୋଟାଏ ଜାଗାରେ ରଖାଇଲା, ନିଜେ ଜଣେ ପିଠା ବିକାଳି କରି ରହିଲା। ତାପରେ ମନ୍ତ୍ରୀ ପୁଅ କଣ କରିବ, ରାଜା ପୁଅ ବେହୋସ ହେଇଗଲା, ଛିଞ୍ଚା ମିଞ୍ଚା କରିବା କଥା, ବିଞ୍ଚିଲା, ପାଣି ଛିଞ୍ଚିଲା। ତେଣୁକୁ ଚେତା ଶୂନ୍ୟ ଅବସ୍ଥାରୁ ପୁଣି ଆଣିବା ପାଇଁ କି, ଚେତା ଫେରେଇ ଆଣିବା ପାଇଁ ଯାହା ସବୁ କରିବାକୁ ପଡେ, ତ ପାଣି ଟିକେ ଛିଞ୍ଚିବ, ଭିଞ୍ଚା ଭିଞ୍ଚି କରିକି ଚେତାକୁ ଚେତା ଫେରେଇଲା। ତାପରେ ବୋଧ ଶୋଧ ଦେଇ ଅର୍ଥାତ ତାକୁ ଟିକେ ବୁଝେଇ ସୁଝେଇ ନେଇକି ଗୋଟେ ଜାଗାରେ ରଖେଇଲା। ଆଉ କୋଉଠି ରହିବେ, ଅନ୍ୟ ରାଜ୍ୟକୁ ଆସିଛନ୍ତି, ତେଣୁ ପୁଣି ଏମିତି ଗୋଟେ କାମ କରିବାକୁ ଆସିଛନ୍ତି ଯେ ରାଜା ଶୁଣିଲେ ବାଡେଇବ କି ମାନେ ଫାଶୀ ଦେଇଦେବେ କି କଣ କରିବେ କହିହବନି। ତେଣୁ ତାକୁ ନେଇ ଗୋଟେ ଜାଗାରେ ରଖେଇଲା। ଆଉ ନିଜେ ଯାଇକିନା, କିନ୍ତୁ ମନ୍ତ୍ରୀ ପୁଅଟି ବହୁତ ଚାଲାକ, ତାର ମାନେ ରାଜା ପୁଅଠୁ ଆହୁରି ଫାଷ୍ଟ କାମ କରୁଛି ତା ବ୍ରେନ। ଗୋଟେ ଗୋଟେ ସେକେଣ୍ଡରେ ସେ ସବୁ ଚେଞ୍ଜ କରିଦେଇ, ମାନେ ଭାବିକି କଣ କରିବା ଉପାୟ ଆସେ। ତେଣୁ ସେ ଥିଲା ବହୁତ ଚାଲାକ। ସେ ଯାଇ ଗୋଟେ ପିଠା ସେଇ ରାଜ୍ୟରେ ଯୋଉ ପିଠା দিয়ে ତିଆରି କରିକି ଆଣିକି ରାଜାଙ୍କୁ ଦିଏ, ତା ସହିତ ସେ ଏରିଆରେ ବିକେ, ସେଇ ପିଠା ବିକାଳି ଘରେ ଯାଇକି ମନ୍ତ୍ରୀ ପୁଅଟି ରହିଲା।
ପିଠା ବିକାଳି ଗୋଟେ ଖାଇଟା ରହିବ କି? ପିଠା ବିକାଳି ତାକୁ କାହିଁକି ରଖିବ, ଅଛି ନା ଲୋକଟା। ତେଣୁ ତାକୁ ବହୁତ ସାରା ଧନ ଦରବ ଦେଲା, କେତେ ଗୁଡେ ଭଲ ଭଲ ପିଠା କରି ତା ହାତରେ ରାଜଜେମା କତିକି ପଠାଇଲା। କତିକି ଥିଲା ପାଖକୁ ତାଙ୍କର ଆଞ୍ଚଳିକ ଭାଷାରେ ସେ କହୁଛି। ତେଣୁ ସେ କଣ କଲା, ମେଞ୍ଚାଏ ଟଙ୍କା ସୁନା ରୂପା ଦେଇଦେଲା। ସେ ଯୋଉ ପିଠା ବିକାଳିକି ସେ ଖୁସି, ଏବଂ ବିଭିନ୍ନ ତାକୁ ମନ୍ତ୍ରୀଙ୍କୁ ପିଠା ବନେଇ ମଧ୍ୟ ଆସେ। ସେ ପିଠା ବିକାଳି ଘରେ ରହିକି ଭେରାଇଟି ଭେରାଇଟି ପିଠା ସବୁ ବଢିଆ ବଢିଆ ନୂଆ ନୂଆ ପିଠା ବନେଇକି ତା ହାତରେ ଜେମାଙ୍କ ପାଖକୁ ପଠାଏ। ହେଲେ ଜେମାର ସବୁବେଳେ ତମେ ଜଣଙ୍କ ହାତରୁ ଖାଇଛ ଜାଣିଛ ତା ଟେଷ୍ଟ କେମିତି, ଯେତେବେଳେ ଆଉ ସାଙ୍ଗେ ସାଙ୍ଗେ ଟେଷ୍ଟ ଚେଞ୍ଜ ହେଇଯିବ, ନିହାତି ଜଣା ପଡିଯିବ ଇଏ ତ ତମେ ରୋଷେଇ କରୁନ ଆଉ କିଏ ରୋଷେଇ କରୁଛି, ନାଇଁ। ତେଣୁ ରାଜଜେମା ମଧ୍ୟ ପିଠା ଦେଖି ଜାଣିପାରିଲେ, ତାକୁ କହିଲା ଏଇଟା ତ ତୋ ପିଠା ପରି ଲାଗୁନି, ସତ କହ ଏ ପିଠା କିଏ ତିଆରି କରେ। ପିଠା ବିକାଳି କହିଲା ଏ ମୁଣ୍ଡ ରହିଲେ କହିବୁ। ତ ପିଠା ବିକାଳି କହିଲା ଯେ ଯଦି ମୁଣ୍ଡ ରହିବ ନା, ମୁଁ ଯଦି କହିବି ଆଉ ଗୋଟେ ଲୋକଟା ମୋ ଘରେ ଅଛି ଆଉ ସେ ପିଠା କରୁଛି ତମକୁ ଆଣିକି ଦଉଛି, ତମକୁ ରାଜାକୁ କହିଦବ, ରାଜାକୁ ମୁଣ୍ଡ କାଟା କରିଦବ। ତେଣୁ ଯଦି ମତେ ରକ୍ଷା କରିବ ତାହେଲେ ମୁଁ କହିବି। ତେବେ ଜେମା ଅଭୟ ଦେଲାରୁ କହିଲା ମୋ ଘରେ କୁଆଡୁ ଆସି ଜଣେ ବାପେ ରହିଛି, ଏ ପିଠା ତୁମ ଲାଗି ଅଲଗା କରି ସେ ପଠାଇଛି। ଜେମା କହିଲା ତାକୁ ଶୀଘ୍ର ଆଣି ଏଠାରେ ହାଜର କର। ଜେମା ଅଭୟ ଦେଲାରୁ ଅର୍ଥାତ୍ ସାହସ ଦେବାରୁ, ଭରସା ଦେଲା ଯେ ନାଇଁ ତୋର କିଛି ହବନି। ତାପରେ ଜେମାଠୁ ଭରସା ଶୁଣି ସତ କଥା କହିଲା, ଗୋଟେ ଲୋକ ଅଛି ବାଟୋଇଟେ ତମ ପାଇଁ ସେ ପିଠା ତିଆରି କରିକି ପଠଉଛି। ତେଣୁ ଜେମା ଶୁଣିକି କହିଲେ ତାକୁ ଶୀଘ୍ର ମୋ ସାମ୍ନାକୁ ଆଣିକି ହାଜର କର, ମାନେ ମୋ ସାମ୍ନାରେ ଆଣିକି ଉପସ୍ଥିତ କର। ମନ୍ତ୍ରୀ ପୁଅ ସ୍ତ୍ରୀ ବେଶରେ ଜେମାଙ୍କ ଉଆସରେ ପହଞ୍ଚିଲେ, କହିଲା ଅମକ ଦେଶର ରାଜା ପୁଅ ତୁମ ଲାଗି ଛୁରୀ ମାରୁଛି, ତା ଜୀବନରେ ଆଉ ଆଶା ନାହିଁ। ତୁମର ପଦିଏ କଣ କଥା ହୁଏତ ତାକୁ ଜୀବଦାନ ଦିଅନ୍ତା। ଉଆସକୁ ଡାକେ, ବାଟରେ ଗୋଟାଏ ଅସନା ଘରେ ସେ ପଡିଛି, ପେଟରେ ଭୋକ ନାହିଁ, ହାତରେ ନିଦ ନାହିଁ, ତାକୁ ଥରୁଟିଏ ଦେଖା ଦିଅ, ତା ଦେହରେ ଜୀବନ ପଛ। ମନ୍ତ୍ରୀ ପୁଅ ଯେତେବେଳେ ଆସିଲା, ମନ୍ତ୍ରୀ ପୁଅ ତାର ବେଶରେ ଆସିଲେ, ସିଏ ଆସିଛି ଗୋଟେ ସ୍ତ୍ରୀ ଲୋକର ବେଶରେ। ସତ୍ୱେଶନ ଆସିବ, ପ୍ରଥମେ ମନ୍ତ୍ରୀ ପୁଅଟି ରାଜଜେମା ପାଖକୁ କେଉଁ ବେଶରେ ଆସିଥିଲା ନା, ସ୍ତ୍ରୀ ବେଶରେ ଆସିଛି। ସ୍ତ୍ରୀ ବେଶରେ ଆସିକି କହିଲା ଯେ ଅମୁକ ଦେଶର, ସେ ଯୋଉ ଦେଶର ନାଁ କହିଲା, ଏଇ ଦେଶର ରାଜା ପୁଅ ତମ ପାଇଁ ଝୁରି ମାରୁଛି, ତମକୁ ସେ ଝୁରୁଛି, ତମକୁ ସେ ସ୍ୱପ୍ନରେ ଦେଖିଛି, ତମକୁ ନ ପାଇଲେ ମରିଯିବ, ଏମିତି ସବୁ ବୁଝେଇ ବାଜେଇକି କହିଲା। ଉଆସରେ ଡାକେ ବାଟେ ମାନେ ଅଳ୍ପ କିଛି, ଆପଣଙ୍କ ଘରଠୁ ଅଳ୍ପ ବାଟ, ଡାକେ ବାଟେ ମାନେ ଯୋଉ ଜାଗାରେ ରହିବ ତମକୁ ଡାକିଲେ ଶୁଣା ଯାଉଥିବ, ସେତିକି ବାଟକୁ କହିଲେ ଡାକେ ବାଟ। ତମେ ସେପଟେ ରୁମରେ ରହିଛ, ମୁଁ ତମକୁ ଯେମିତି ଡାକିଲେ ତମ କାନକୁ ଶୁଣା ଯାଉଥିବ, ଯୋଉଠି ବି ରହିଲା ଶୁଣାଯିବା ବାଟ, ଡାକଟି ଶୁଣାଯିବା ଭଳି ବାଟକୁ ରାତ ବାଟ ବୋଲି କହିଲେ। ତ ସେ ପାଖ ବାଟରେ ରହିଛି, ଗୋଟେ ଅସନା ଘରେ ଅର୍ଥାତ୍ ଅଳିଆ ଆବର୍ଜନା ଘରେ ଗୋଟେ ପଡିକି ରହିଛି। ତମେ ତାକୁ ପେଟରେ ଭୋକ ନାହିଁ, ତାକୁ ଭୋକ ଶୋଷ କିଛି ନାହିଁ, ଖାଉନି ପିଉନି, ଆଉ ଥରେ ଆସିକି ତାକୁ ଦେଖାଦିଅ, ତା ଦେହରେ ଜୀବନ ପଶୁ, ନହେଲେ ସେ ମରିଯିବ। ଯେତେବେଳେ ରାଜା ପୁଅ ମାନେ ମନ୍ତ୍ରୀଟି ସ୍ତ୍ରୀ ଲୋକ ବେଶରେ ଆସିକି ରାଜଜେମାଙ୍କ କଥା କହିଲା, ରାଜଜେମା ଝିଅ ପିଲା ଟିକେ ଦୟାଳୁ, ତାଙ୍କ ପାଇଁ ଟିକେ ମରିଯିବ କି, କାଳେ କଣ ହବ କି, କହିକିନା ରେଡି ହେଇଗଲା, ହଁ ମୁଁ ଯାଇକି ତାକୁ ଦେଖା କରିବି। ଜେମାର ହୃଦୟ ବଡ କୋମଳ, ସାର୍ ତାହେଲେ କି ରଜା ପୁଅର ପ୍ରାଣ ଯିବ, ପ୍ରାଣ ବୋଲି ସେ ଦୋଷ କାହାକୁ ଲାଗିବ। କହିଲା ଯାଅ ଆଜି ରାତି 10 ଘଡି ମୁଁ ରାଜା ପୁଅକୁ ଦେଖା କରିବି। 10 ଘଡି ହେଲେ 10ଟା ବାଜିବ। ସେତେବେଳେ ଘଣ୍ଟା ନଥିଲା ନା, ସେ ଘଡି ମାନେ ଘଡି 3 ଘଡି 4 ଘଡି 5 ଘଡି ଏମିତି ସବୁ କହୁଥିଲେ। ତ କହିଲା 10 ଘଡି, ରାତି 10ଟାରେ ଯାଇକି ମୁଁ ତାକୁ ଦେଖା କରିକି ଯାଇକି କହିଦେବୁ। ଏପଟେ ମନ ଖୁସି, ରାଜପୁଅର ମନ ଖୁସି, ଯାହା ହଉ ରାଜି ହେଇଥିଲା ଆସିକି ମତେ ଦେଖା କରିବ। ଖୁସି ମନରେ ମନ୍ତ୍ରୀ କଣ ଫେରିଲା, ରାଜପୁଅର ଆନନ୍ଦ କହିଲେ ନ ସରେ। ଦଣ୍ଡକ ଯୁଗ ପରି ଲାଗୁଥାଏ, ଦଣ୍ଡକ ହେଲା କ୍ଷଣକ। ରାଜା ପୁଅ ଯେତେବେଳେ ଜାଣିଲା 10ଟା ବେଳକୁ ମତେ ରାଜା ଆସିକି ଦେଖା କରିବେ, ତାକୁ ଅଳ୍ପ ଅଳ୍ପ ସମୟ ଗୁଡିକ କ୍ଷଣିକ କ୍ଷଣିକ ତାପରେ ଯୁଗ ଭଳି ଲାଗୁଥାଏ। ସେତେବେଳେ ଜଲ୍ଦି ଜଲ୍ଦି 10ଟା ବାଜିବ ଆଉ ରାଜଜେମା ଆସିକି ତା ସହିତ ଦେଖା କରିବେ। ରାତି 8 ଘଡି 9 ଘଡି ଶେଷକୁ 10 ଘଡି ହେଲା, ତାପରେ ଏମିତି ଅପେକ୍ଷା କରିକି ତରକାରୀ 8 ଘଡି ଅଛି, 8ଟା ବାଜିଲାଣି, 9ଟା ବାଜିଲାଣି, 10ଟା ଅପେକ୍ଷା ଲୋକ ଟିକେ କାମ କରିଥାଏ, ମାନେ 5 ମିନିଟ ବି ଲାଗିବ, ଅଧଘଣ୍ଟା ହେଲା ଅପେକ୍ଷା କଲେଣି। ନାଇଁ ଅପେକ୍ଷା କରିବା ଭାରି ଭଲ ଲାଗେନି, ବସରେ ବହୁତ ସମୟ ଭଳିଆ ଲାଗେ, ରାଜପୁଅକୁ ମଧ୍ୟ ସେମିତି ଲାଗିଛି। ତେଣୁ ଜେମା କଥା ଭାବୁ ଭାବୁ ନିଘୋର ନିଦ୍ରା ଶୋଇପଡିଲା। ବିଚରା ଭାବି ଭାବି ଏତେ ସମୟ ଅପେକ୍ଷା କରିକି ଲାଷ୍ଟ ମୋମେଣ୍ଟରେ ଶୋଇପଡିଲା। ନିଦ ମାଡ଼ିଲା ଅପେକ୍ଷା କରି କରିକି, ଲାଷ୍ଟ ମୋମେଣ୍ଟରେ ଶୋଇପଡିଲା। କୁଆ କୋଇଲି ବୋବେଇଲେ, ରାତି ପାଇଲା, ଆଖି ମଳି ମଳି ରାଜା ପୁଅ କହିଲା ଜେମା ଆସିନାହିଁ, ସଂବାଦ ମିଛ କଥା। ସେ ଶୋଇ ତ ପଡିଛି ପଡିଛି, ଏମିତି ଶୋଇଲା ଯେ ସକାଳ ହେଇଗଲା, ଆଉ ମଝିରେ ନିଦ ଭାଙ୍ଗିନି। 10ଟା 8ଟା 9ଟା 10ଟା ଯାଏଁ ଅପେକ୍ଷା କଲା, 10ଟା ଯାଏଁ ଅଳ୍ପ ଶୋଇଛି ଶୋଇପଡିଲା ହେଲା। ଏମିତି ଶୋଇଲା ଯେ ସକାଳ ହେଲା ବେଳକୁ କୁଆ କୋଇଲି ବୋବେଇଲେଣି, ସୂର୍ଯ୍ୟ ଉଦୟ ହେଲେଣି। ତେଣୁ ଭାବିଲା ଜେମା ଆସିନାହାନ୍ତି, ସେଠି ମନ୍ତ୍ରୀ କଣ କଲା, ଜେମା ଆସିନାହାନ୍ତି ନା ମିଛ କହିଲେ, ମିଛ ଝିଅଟା ମିଛ କହିଛି ଆସିନି, ନାଇଁ ସଂଗାତ ମଧ୍ୟ ମିଛ କହୁଥିଲା, ଏଠି ସଂଗାତକୁ ମଧ୍ୟ ମିଛ କହୁଛି ବୋଲି କହିଲା। ମନ୍ତ୍ରୀ ପୁଅ କହିଲା କଣ କହିଲ, ଜେମା ଆସିନାହାନ୍ତି? ମନ୍ତ୍ରୀ ପୁଅ କଣ କହିଲ, ଜେମା ଆସିନାହାନ୍ତି? ସେ ଜାଣିଛି ଜେମା ଆସିଛନ୍ତି। ସେ ରଜା ପୁଅର ପକେଟ ଦରାଣ୍ଡି ଖଣ୍ଡେ ରୁମାଲ କାଢିଲା, ଜେମାର ମୁଖ
ଟଙ୍କା ସେଥିରେ କେତେ ଗୁଡେ ଶଙ୍ଖ ମଲମଲ ପତ୍ର ଖଣ୍ଡ ବନ୍ଧା ହେଇଛି। ରାଜା ପୁଅର ରୁମାଲଟି ପକେଟରେ ନାହିଁ। ମନ୍ତ୍ରୀ ପୁଅ କହିଲା ସଙ୍ଗାତ ଯେମା ଆସିଥିଲା ମତେ କପଟ କରୁଛ କାହିଁ? ତେବେ କହୁଛି ଯେମା ଆସିଲା ଦେଖେ ରାଜା ପୁଅ ପକେଟରୁ ଗୋଟେ ରୁମାଲଟେ ବାହାର କଲା। ସେ ରୁମାଲଟି ପୁଣି ରାଜା ପୁଅର ନଥିଲା, ସେଇଟା ଥିଲା ଜେମାର। କାହିଁକିନା ତାର ଜେମାର ମୁକୁଟ କଟା ଝିଅ ପିଲାଙ୍କ ରୁମାଲ ଚିତ୍ର ବିଚିତ୍ର ତାର ଝିଅ ପିଲାଟା ତାର ଚିତ୍ର ବିଚିତ୍ର ରୁମାଲଟା ଧରିଛି ସୁନ୍ଦର କରିବାକୁ ଖାଲି ହ୍ୱାଇଟ ର ଗୋଟେ ଧରିଥିବ କି ପୁଅ ପିଲା ଭଳିଆ ନାଇଁ ସୁନ୍ଦର ସୁନ୍ଦର ଝିଅ ପିଲାଙ୍କ ବ୍ୟାଗ ପୁଅ ପିଲାଙ୍କ ବ୍ୟାଗ ଦେଖୁନ ପୁଅ ପିଲାଙ୍କ ବ୍ଲାକ କଲର ପର୍ସଟେ ହେଲେ କି ସେ କି କଲର ମଠ କଲର ଯାହା ବି ହଉ ଝିଅ ପିଲାଙ୍କ ଭ୍ୟାନିଟି ଗୁଡା କେତେ ସୁନ୍ଦର ସୁନ୍ଦର ଥାଏ। ବଢିଆ ବଢିଆ ମାଳି ଫାଳି ଲାଗିକି ଆମର ଠିକ ସେମିତି ରୁମାଲଟେ ମଜା ଜେମା ଯୋଉ ରୁମାଲ ପୁଣି ସିଏ ତ ଆମ ଭଳିଆ ସାଧାରଣ ଝିଅ ନୁହଁ ରାଜ ଜେମା ତ ସେମାନେ ଯୋଉ ଭଳିଆ ଜିନିଷ ବ୍ୟବହାର କରିବା ବଢିଆ ସୁନ୍ଦର ମୁକୁଟ କମ ମୁକୁଟ ହେଇକି ମାନେ ସିଲେଇ ହେଇକିନା ସୁନ୍ଦର ରୁମାଲଟେ ଧରିଥିଲା। ତେବେ ସେଇ ରୁମାଲଟି ମନ୍ତ୍ରୀ ପୁଅ କଣ କଲା ସେ ରଜପୁର ପକେଟ ଦରାଣ୍ଡି ମାନେ ଖୋଜିକି ଖଣ୍ଡେ ରୁମାଲ କାଢିଲା ଜେମାର ମୁକୁଟ ଅନ୍ତା ସେ ମୁକୁଟ ଚିତ୍ର ମୁକୁଟ ହେଇକି ଚିତ୍ର ବିଚିତ୍ର ହେଇଥିବା ରୁମାଲଟି ସେଥିରେ କଣ କରିଛି ଜେମା ଆସିଛି ଦେଖିକି ଶୋଇ ପଡିଛି କିଛିଟା ଶଙ୍ଖ ମଲମଲ ପଥର ଯୋଉ ତମର ଧଳା ପଥର ଖଣ୍ଡ ଖଣ୍ଡ ସବୁ ଗୁଡାକ ଛୋଟବେଳେ କଟକ ଯାଇଥିବ କିଏ ଦେଖିନ ଗୋଡି ପାଞ୍ଚଟା ଆଣିକି ଏମିତି ଯୋଉ ଖେଳନ୍ତି ଖେଳିଛ ନା ଖେଳିନ ନାଇଁ ଯେ ଖେଳିନଥିବ ଖେଳୁନଥିବ କେତେ ଜାଗାରେ ଥାଏ ସେଟା ବହୁତ ଅଞ୍ଚଳରେ ଥାଏ ଗୋଡି ପାଞ୍ଚଟା ଆଣିକି ଖେଳିବ ପକେଇବ ସେମିତି କରିବେ ତାପରେ ଏମିତି ଗୋଡି ରଖିକି ଧରିବ ସେ କେତେ ପ୍ରକାରର ଅଛି ସବୁ ଜାଗାରେ ଅଲଗା ଅଲଗା ଥାଏ ପାଞ୍ଚ ପାଞ୍ଚଟା କୋଡିରେ ଖେଳ ହୁଏ ଷ୍ଟୋନରେ ତ ସିଏ ଶଙ୍ଖ ମାଲମଲ ପଥର ଖଣ୍ଡ ଆଣିକି ସେ ରୁମାଲରେ ବାନ୍ଧିକି ପୁଣି ରଜା ପୁଅ ପକେଟରେ ରଖିଦେଇଛି ଆଉ ରଜା ପୁଅର ରୁମାଲଟିକୁ ସେ ନେଇଯାଇଛି। ତେବେ ରଜା ପୁଅର ରୁମାଲଟି ପକେଟରେ ନାହିଁ ରଜା ପୁଅର ଯୋଉ ରୁମାଲଟି ଥିଲା ମୁହଁ ପୋଛିବା ପାଇଁ ସେଟା ପକେଟରେ ନାହିଁ ଅଛି କାହାର ଜେମାର ରୁମାଲଟି ଏବଂ ତା ଦେହରେ ଖାଲି ତ ରୁମାଲ ନାହିଁ ତା ଦେହରେ ପାଞ୍ଚଟା ଶଙ୍ଖ ମଲମଲ ପଥର ଗୁଡିକ ବନ୍ଧା ହେଇଛି ଛୋଟ ଛୋଟ ଷ୍ଟୋନ ଗୁଡିକ ବନ୍ଧା ହେଇଛି। ପୁଣି ଆକୁ ଦେଖିକି ମନ୍ତ୍ରୀ କହିଲା ଜେମା ତ ଆସିଥିଲେ ତମେ ମୋ ସାଥିରେ କପଟ କରୁଛ ବୋଲି କହୁଛି ମନ୍ତ୍ରୀ ପୁଅ ରାଜା ପୁଅ ତ ରାଜା ପୁଅର ଅସରା ଅସରା ଲୁହ ବୋହିଗଲା କହିଲା ମୁଁ ନିତ୍ୟାନ୍ତ ଅନାଡି ଶୋଇ ପଡିଲି ରାଜା ଜେମା କଣ ପାଦକୁ ପୀଡା ଦେଇ ଆସିଥିଲା ଫେରିଗଲା କଣ ସେ ଭାବିଥିବ କଣ ମନକୁ କେଡେ ବାଧିଥିବ ୟା କହି ଗାଲରେ ଜି ଚଟକଣି ମାରିଲା ନିଜକୁ ବହେ ଶୋଧିଲା କେଡେ ହୀନ କପାଳିଆ ମୁଁ ଚନ୍ଦ୍ରମାକୁ ହାତ ପାନ୍ତରେ ପାଇ ଛାଡିଲି ତାପରେ ଯୋଉ ରିଆକ୍ସନ ହୁଏ ମାନେ ଏତେ ଅପେକ୍ଷା କରି କରି ଗୋଟେ ରାଜ୍ୟରୁ ଆସିଛି ଖୋଜି 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 ପୁଣି ତାକୁ ସ୍ୱପ୍ନରେ ଦେଖିଥିଲି ଦେଖିଲା ବେଳକୁ ପାଖରେ ଯେତେବେଳେ ଅଛି ମୁଁ ଶୋଇ ପଡିଛି ତାପରେ ନିଜକୁ ଯୋଉ ଧିକ୍କାର କରିକି ଗାଳି ଦବ ରାଜପୁଅ ମଧ୍ୟ ସେମିତି ଗଲା ଆଗ ବହେ କାନ୍ଦିଲା ଦୁଃଖ ରାଗ ଅନୁତାପ ସବୁ ପ୍ରକାର ମିଶିଗଲା ଆଗ ବହେ କାନ୍ଦିଲା ତାପରେ ନିଜକୁ ନିହାତି ଅନାଡି ଦେବି ଗୋଟେ ମାନେ ମୂର୍ଖଟେ ତେଣୁ କରି ଶୋଇ ପଡିଲି ରାଜଜେମା ତାର କଅଁଳ ପାଦକୁ ନରମ ନରମ ପାଦକୁ କଷ୍ଟ ଦେଇକି ଏତେ ବାଟ ମୋ ପାଖକୁ ଆସିଥିଲା ଫେରିଗଲା ସେ କଣ ଭାବିଥିବ କଣ ଭାବୁଥିବ କେମିତିଆ ଲୋକଟା ଆଉ ମତେ ଦେଖାଗଲାନି ଚାଲିଗଲା ୟା କହି ଗାଲରେ ନିଜ ଗାଲରେ ଦିଟା ଚଟକଣି ଦେଲେ ଯେତେବେଳେ ଲୋକ ଭୁଲ କରନ୍ତି ନିଜ କାନକୁ ପୁଣି ପକାନ୍ତି ତ ସେଇଭଳି ନିଜ ଗାଲକୁ ନିଜେ ରାଜା ପୁଅ ତାକୁ ତ କେହି ମାରିପାରିବେନି ନିଜ ଗାଲକୁ ନିଜେ ଦିଟା ଚଟକଣି ଖାଇଲେ ତାପରେ ନିଜକୁ ବହେ ଶୁଧିଲା ଗାଳି ଗୁଲଜ କଲା ନିଜକୁ ବହେ ଆଉ ତାପରେ କହୁଛି ମୁଁ ଥରେ ହିନିକ ପାଳିଆଟେ ଯେ ଏତେ ବାଟ ଯାହାକୁ ଦେଖିବା ପାଇଁ ଆସିଥିଲି ଚନ୍ଦ୍ରମାକୁ ହାତ ପାନ୍ତରେ ପାଇଁ ଛାଡିଥିଲି ମାନେ ରାଜା ଝିଅକୁ ସେ ଚନ୍ଦ୍ରମା ରାଜା ଝିଅକୁ ଚନ୍ଦ୍ରମା ସହିତ ତୁଳନା କରିଛି ଗୋଟେ ଏତେ ସୁନ୍ଦର ଝିଅଟାକୁ ଏତେ ବାଟ ଆସି ପରିଶ୍ରମ କରି ଦେଖି ପାରିଲାନି ଜଣ ନିଜକୁ ଧିକ୍କାର କଲା ହେଲେ ଗୋଟେ ଜିନିଷ ସେ ବୁଝିପାରୁନି ଯେ ପକେଟରେ ଗୋଡି ଗୁଡା କାହିଁ ପୁରେଇଗଲା ଆସିଲେ ଦେଖା କରିଥାନ୍ତା ଡାକିଥାନ୍ତା କିଛି ଡାକିଲାନି ପଳେଇଲା ଗୋଡି ଗୁଡା ନେଇକି ଛାଡିକି ଗଲା ତ ପୁଣି କହିଲା ମନ୍ତ୍ରୀକୁ ପଚାରିଲା ଏ ପଥର ଖଣ୍ଡ କାହିଁକି ଦେଇ ଯାଇଛି ମନରେ ବୁଦ୍ଧି ନାହିଁ ମନ୍ତ୍ରୀ ବୋଧେ ଭୁଲ ହେଲା ତେଣୁ କହିଲା ଏ ପଥର ଖଣ୍ଡ ଟା କଣ ପାଇଁ ଦେଇଯାଇଛି ମନ୍ତ୍ରୀ ପୁଅ ହସି ହସି କହିଲା ଖେଳିବା ପାଇଁ ଅର୍ଥାତ ତୁମେ ବାଳକ ପ୍ରେମିକର ଯୋଗ୍ୟ ନୁହଁ ଏଥିରେ ରାଜପୁଅ କୁହ ଥିଲା ତେଣୁ ଯେତେବେଳେ ଗୋଡି ଗୁଡାକୁ ପକେଟରେ ପୁରେଇଛି ସେ ଜାଣିନି ଯେ କଣ ପାଇଁ ଦେଇଛି ତେଣୁ ମନ୍ତ୍ରୀ ପୁଅ ତାକୁ ବୁଝେଇ ଦଉଛି ଏଇ ଗୋଡି ଗୁଡା କଣ କରାଯାଏ ଏଇ ଗୋଡି ଗୁଡାକ ଖେଳାଯାଏ ତେଣୁ ସିଏ ତମକୁ କଣ ମାରିଛି ତାମାନେ ସେ ଭାବିଛି ତମେ ଗୋଟେ ଛୋଟ ଛୁଆ ଖେଳିବା ବୟସ ତମର ଯାଇନି ଭଲ ପାଇବା ପ୍ରେମ କରିବା ବୟସ କଣ ଆଉ ହେଲାଣି ମାନେ ପଢା ସେ ଆସିବ ମୋ ଦେଶରେ ବାହା ହେବା ପାଇଁ ନା ତାକୁ ଖୋଜି ଖୋଜିକି ତେଣୁ କରିକି ସେ ତାକୁ କହୁଛି ଯେ ତମର ବୟସ ହେଇନି ବାଳକ ବୟସ ଏବେ ବି ଅଛି ତେଣୁ କରିକି ଦେଇଛି ତମେ ଖେଳୁଥା ତୁମେ ବାଳକ ପ୍ରେମିକର ଯୋଗ୍ୟ ନୁହଁ ଏକଥା ଶୁଣିକି ରାଜାକୁ ଆଉ ଯେମିତି ଇଗୋ ହଟ୍ ହେଲା ପୁଅ ପିଲା ନା କହିଦଉଛି ଇଗୋ ହଟ୍ ହବ ତେଣୁ ଇଗୋ ହଟ୍ ହେଲା ତାପରେ ତାକୁ ବହୁତ ସାରା କାନ୍ଦ ଲାଗିଲା ହୋ ହୋ ଉଠିଲା ମାନେ କାନ୍ଦିଲା କ୍ରୋଧରେ ଜେମାଙ୍କ ଓଠ ଏପଟେ ଜେମା ଯାଇଛନ୍ତି ଗୋଟେ ମାନେ ରିସ୍କ ନେଇକି ଯାଇଛନ୍ତି ନା ଜେମା ରାଜଘରର ଝିଅ ରାତି 10টাରେ ଦେଖା କରିବାକୁ ଯାଇଛନ୍ତି ମାନେ କେତେ ରିସ୍କ ନେଇକି ଯାଇଛନ୍ତି ଦେଖା କରିପାରିଲେନି ଆସିଲେ ତା ମାନେ ମୁଣ୍ଡରେ ପୁରା ରାଗ
ଜର୍ଜର ତେଣୁ କ୍ରୋଧରେ ଯେମାର ଥରୁଥାଏ ନାକ ପୁରା ଫୁଲି ଉଠୁଥାଏ ଭାବୁଥାନ୍ତି ପର ବୁଦ୍ଧି ପ୍ରଳୟ ପର କଥାରେ କାହିଁକି ପଡି ତ କହୁଛନ୍ତି ପର ବୁଦ୍ଧି ହିଁ ପ୍ରଳୟ ଯୋଉ ଆମର କଥାରେ ଅଛି ଗୋଟେ ପର ବୁଦ୍ଧି ପ୍ରଳୟ ଆଉ ନିଜ ବୁଦ୍ଧିରେ ଘୋଡା ନାଇଁ ନିଜ ବୁଦ୍ଧିରେ ଘାସ କାଟିବା ଭଲ ପର ବୁଦ୍ଧିରେ ଘୋଡା ଚଢିବ ନାହିଁ ତେଣୁ ମୁଁ ପର ବୁଦ୍ଧିରେ ଗଲି ପ୍ରଳୟ ହେଲେ ଏବେ ଯଦି ଲୋକ ମତେ ଦେଖିଥାନ୍ତେ ଆଉ କଣ ମାନବ ରହିଥାନ୍ତା କି ଯଦି ମତେ ଦେଖିଥାନ୍ତା ମାନବ ରହିଥିଲା କହିବା କଥା କି ଭୁଲିଯାଏ ମଣିଷ ରାଜପୁଅ କହୁଛି ତୁ ଟିକେ କହିବା କଥା ଭୁଲିଯାଏ ଆଜି ଦେଖା କରିବାକୁ ଗଲେ କାଲି ଶୋଧୁଛି କେମିତି ଲୋକଟେ ସେ ଯେ ପ୍ରେମିକକୁ ନିରାଶରେ ଫେରାଇ ସିଏ କୋଉ ନାୟକରେ ଲେଖା ଯେତେ ନେହୁରା ନମସ୍ତେ ହେଲେ ବି ସେଠିକି ଯିବି ନାହିଁ ନାଇଁ ନାଇଁ ଯିବି ନାହିଁ ତେଣୁ ଏଥର ଯିଏ ଯେତେ ଡାକିଲେ ଆଉ ଯିବିନି ଇଏ କଣ କିଏ ପ୍ରେମିକା ଯାଇ ମାନେ ନାୟିକାଟା ଯାଇଥିବ କିନ୍ତୁ ନାୟକ ଶୋଇପଡିଥିବ ଦେଖା କରିବ ସେ କୋଉ ନାୟକରେ କଣ ବାଜେ ଲୋକଟା ଛୋଟ ପିଲା ବୟସ ଭିତରେ ଯାଇନି ଟୋଟାଲି ଆଉ ଯିଏ ଯେତେ ଡାକିଲେ ମୁଁ ତା ପାଖକୁ ଯିବି ନାହିଁ ଏମିତି କହିକି ରାଗିକି ରହିଥିଲା ଏଠାରେ ମନ୍ତ୍ରୀ ପୁଅ ପହଞ୍ଚିଥିଲା ଦେଖି ତ କହିଲେ ତୁମେ ସବୁ କଥାରେ ଠିକ ନାହିଁ ନିଆଁ ସାମନେ ଗେଲ କରୁଛ ତେଲ ବାହାରକୁ ଜାଣିନ ଯେତେବେଳେ ମନ୍ତ୍ରୀ ପୁଅ ଆସିଛି ପୁଣି ବୁଝେଇବ ତେଣୁ ମନ୍ତ୍ରୀ ପୁଅକୁ ଦେଖିକି କହୁଛି ତମର ଯୋଉ ନିଆଁ ସାଙ୍ଗେ ଖେଳ କରୁଛ ତମେ ଗେଲ କରୁଛ ମୋ ସାଙ୍ଗରେ ଗେଲ କରୁଛ ତେଲ ବାହାରିବ ଅର୍ଥାତ ମୁଁ ରାଜା ଝିଅ ମୋ ସାଙ୍ଗରେ ଗେଲ କରୁଛ ମାନେ ତମ ଦେହ କଟା ହବ ତମକୁ ଦଣ୍ଡ ମିଳିବ ତେଣୁ କରିକିନା ଯା ଏଠୁ ବାହାରି ଯାଅ ମନ୍ତ୍ରୀ ପୁଅ କହିଲା ଯାହା ଯାହା ଘଟି ଯାଇଛି ସବୁ ଦୋଷ ରଜାପୁର ତା ଦୋଷ ମୋର ଯାହା ଗାଳି ଦେବାର ଅଛି ଦିଅ ଏ ଭୁଲ ଆଉ ହବ ନାହିଁ ତୁମକୁ ଦେଖିବା ନିଶାରେ ରଜାପୁଅ ଏକ ପ୍ରକାର ଭାୟା ହେଇଯାଇଥିଲା କେତେବେଳେ ଶୋଇପଡିଲା ଜାଣି ପାରିଲା ନାହିଁ ଏବେ ତା କୋହ ଦେଖିଲେ ଗଛପତ୍ର ତରଳିଯିବ ତାକୁ ବଞ୍ଚାଅ ତା ଜୀବନ ନାଟି ତୁମ ହାତରେ ରଜା ଝିଅ ଏ କଥାରେ ପ୍ରସନ୍ନ ହେଲା ତାପରେ ଝିଅ ପିଲା ଟିକେ ବୁଝେଇ ସୁଝେଇ ଦେଲେ ସଇଲା କୁଆଡେ ପଳେଇ ଯାଏ ଆଉ ରାଗ ନଥାଏ ଟିକେ ତେଲେ ତାରି କଥା କହିଥିଲେ ପୁରା ବଡ ଭୁଲଟେ କରିଥିବ ରାଗିଥିବ ରୁଷିଥିବ ତାକୁ ବୁଝେଇବା କେତେବେଳେ ମା ଧନ ଏ ସେଇଟା ସୁନା କହିଦେଲେ ସରିଲା ଆଉ କିଛି ରାଗ କୁଆଡେ ପଳାଏ ରାଜର ମଧ୍ୟ ସେଇଭଳିଆ ତେଣୁ କଣ ହେଲା ଯେତେବେଳେ ଯାଇ କହିଲା ନାଇଁ ନାଇଁ ସିଏ ତମ ପାଇଁ ପାଗଳ ଏତେ ପାଗଳା ଯେ ସେ ଶୋଇ ପଡିଥିଲା ଜାଣିପାରିଲାନି ଆଉ ସେ କାନ୍ଦୁଛି ସେ ଏତେ କାନ୍ଦୁଛି ଯେ ଗଛ ପତ୍ର କାନ୍ଦୁଛନ୍ତି ତାର ମାନେ କଷ୍ଟ ଦେଖିକି ତେଣୁ ଯାଅ ତାକୁ ପୁଣି ଥରେ ଦେଖା କରିବ ତାକୁ ବଞ୍ଚେଇ ଦିଅ ତା ଜୀବନ ନାଟି ତମ ହାତରେ ଅଟେ ତାର ଜୀବନଟା ତମ ହାତରେ ତମେ ଯଦି ନଯିବ ସିଏ ମରିଯିବ ଏ କଥା ଯେମିତି ଶୁଣିଛି ରାଜା ପୁଅ ଏ କଥାରେ ପ୍ରସନ୍ନ ହେଲା ଖୁସି ହେଇଗଲା ଏ କଥା ଯେତେବେଳେ ଶୁଣିଛି ଯାହା ହଉ ମୋ ପାଇଁ ଏତେ କାନ୍ଦୁଛି ପୁଣି ଗୋଟେ ରାଜାର ପୁଅ ମୁଁ ସାଧାରଣ ଘରର ଛୁଆ ମଧ୍ୟ ନୁହେଁ ତେଣୁ ରାଜା ପୁଅ ଏତେ କାନ୍ଦୁଛି ମନରେ ଖୁସି ଟିକେ ଆସିଲା ଆପରେ ପୁଣି ଯିବ ତମ ଟାଇମ ହେଇଗଲାଣି କାଲି ଯିବୁ ନା ନେକ୍ସଟ କ୍ଲାସରେ ଯିବା ସେଠିକି କଣ ହେଲା ଦେଖିବା ନେକ୍ସଟ କ୍ଲାସ ସରେଇଦେବା ସମସ୍ତେ ଶୁଣ ଚିନ୍ମୟ ସାର୍ଙ୍କ ବର୍ଥଡେ ହଉଛି ଡିସେମ୍ବର 18 ବୁଧବାର ଦିନ ତ ସବୁଥର ସିନିୟର୍ସ ମାନେ ତମର ପାଳନ କରି ଆସିଛନ୍ତି ତାଙ୍କ ବର୍ଥଡେ ତ ସମସ୍ତେ ଆମେ ବି ସେଟ୍ କରିଛୁ 100 rupees ଲେଖା ଦେଲେ ହେଇଯିବ ହଁ ଚାହିଁବେ ସେ ଆମେ 100 ଲେଖା ଦେଇଦେବୁ ହେଲା ଆରେ ତାଙ୍କ ଭିତରେ କଣ ତାଙ୍କ ଭିତରେ ଜଣେ ଆଣିକି ହଁ ତାହେଲେ ଏଇ ଆକୁ ଦେଇଦେଇଥିବ ହେଲା ଆମ ହେଲା ତମେ ଆସିଲ ତ ତାକୁ ଦେଇଦିଅ